हेलो फ्रेंड्स, वेलकम टू माय चैनल विज्ञानी मैम। फ्रेंड्स, ମୁଁ ଭାବୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଫ୍ରେଣ୍ଡସ୍, ଆମର ଟାଇମ୍ ଟେବୁଲ୍ ଅନୁସାରେ ଆଜି ଡିସ୍କସନ୍ କରିବାର ଥିଲା ଓଡ଼ିଆ ପେଡାଗୋଜିର ଆପଣଙ୍କର ୟୁନିଟ୍ 2। ଓଡ଼ିଆ ପେଡାଗୋଜିର ୟୁନିଟ୍ 2 ଯୋଉଟା କି ଆପଣଙ୍କର ରହୁଛି ପଠନ ଉପରେ। ପଠନ ଯୋଉ ଦୁଇ ପ୍ରକାର ରହୁଛି, ଆପଣଙ୍କର ତାତ୍ତ୍ୱିକ ପଠନ ଓ ବ୍ୟାପକ ପଠନ, ଯୋଉଟା କି ଆପଣଙ୍କର ଇଣ୍ଟେନ୍ସିଭ୍ ରିଡିଂ ଆଣ୍ଡ ଏକ୍ସଟେନ୍ସିଭ୍ ରିଡିଂ। ତା ପୂର୍ବରୁ ଫ୍ରେଣ୍ଡସ୍ କହି ରଖେ, ଏହା ଉପରେ ଆପଣଙ୍କର ଥିଓରି କ୍ଲାସ୍ ମୁଁ ଅଲରେଡି ଅପଲୋଡ୍ କରିଛି। ତ ଆପଣମାନଙ୍କୁ ଏଇ ଥିଓରିର ଲିଙ୍କ୍ ମୁଁ ନିଶ୍ଚୟ ଦେବି। ଆପଣଙ୍କର କମେଣ୍ଟରେ ପିନ୍ କରିଦେବି ଆଣ୍ଡ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଦେଇଦେବି। ତାପରେ ବି ଯଦି ଆପଣଙ୍କୁ ଖୋଜିକି ପାଇବାକୁ ପ୍ରୋବ୍ଲେମ୍ ହୁଏ, ଆପଣମାନେ ଭିଡ଼ିଓଟି ଆପଣ ପାଖକୁ ଯିବା ପରେ ମୋତେ ସାଙ୍ଗେ ସାଙ୍ଗେ କମେଣ୍ଟ କରିବେ ଥିଓରି ଦେବା ପାଇଁ। ମୁଁ ଆପଣମାନଙ୍କୁ ଥିଓରି ଦେଲେ ଆପଣ ସେ ଥିଓରିଟି ଦେଖିନେବେ ଆଣ୍ଡ MCQ ଗୁଡ଼ିକ ମଧ୍ୟ ଦେଖିନେବେ। ତ ଏଇ ସେକେଣ୍ଡ ୟୁନିଟ୍ରେ ଆମର ଓଡ଼ିଆ ପେଡାଗୋଜିରେ ରହୁଛି ଆପଣଙ୍କର ବ୍ୟାକରଣ ଶିକ୍ଷଣ କେମିତି ହୁଏ, ପଦ୍ୟ ଶିକ୍ଷାଦାନ କିପରି ହୁଏ, ଗଦ୍ୟ ଶିକ୍ଷାଦାନ କିପରି ହୁଏ ଆଣ୍ଡ ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ କିପରି ହୁଏ, ଏଇଗୁଡ଼ିକ ସବୁ ରହୁଛି ଆପଣଙ୍କର ୟୁନିଟ୍ 2ରେ। ତ ୟୁନିଟ୍ 2ର ଆମର ଫାର୍ଷ୍ଟ କ୍ୱେଶ୍ଚନ୍ ରହୁଛି, ପ ବର୍ଗ ବର୍ଣ୍ଣ ଉଚ୍ଚାରଣ କରିବା ପାଇଁ କେଉଁ ଅଙ୍ଗଟି ମୁଖ୍ୟତଃ ଦାୟୀ? ପ କଣ କରାଯାଉଛି? ପ ଆପଣ ମୁହଁରେ ଉଚ୍ଚାରଣ କରିବେ। ପ ଆପଣଙ୍କର ମୁଖ, ନାସିକା, ଓଷ୍ଠ, କଣ୍ଠ। ତ ଫ୍ରେଣ୍ଡସ୍, ଆପଣଙ୍କର ଯୋଉ କଚଟ ତପ, ଆପଣ ଜାଣିଥିବେ ମୋର ଯୋଉ ବ୍ୟାକରଣ କ୍ଲାସ୍ ମୁଁ ଅପଲୋଡ୍ କରିଥିଲି, ଆପଣଙ୍କର ବର୍ଣ୍ଣ, ଲିପି, ମାତ୍ରା ଫାର୍ଷ୍ଟ କ୍ଲାସ୍ ଅଛି। ଆପଣମାନେ ଯାଇକି ସେ ପ୍ଲେଲିଷ୍ଟରୁ ଦେଖିପାରିବେ। ଆମେ ଗ୍ରାମାର କ୍ଲାସ୍ର ବି ଡିସ୍କସନ୍ କରିବା। ପ ବର୍ଗ, ତ ପ ବର୍ଗଟା ଆପଣ ଯେତେବେଳେ ବି ଉଚ୍ଚାରଣ କରୁଛନ୍ତି, ଆପଣଙ୍କର କୋଉଠିକି ଟଚ୍ ହଉଛି? ଆପଣଙ୍କର ଓଷ୍ଠ, ଓଷ୍ଠକୁ ଦେଖିବା। ତାପରେ ଦେଖନ୍ତୁ ଆପଣଙ୍କର ଙ, ନ୍ୟ, ମୂର୍ଧଣ୍ୟ, ଦନ୍ତେନ। ଆପଣଙ୍କର ଙ, ନ୍ୟ, ମୂର୍ଧଣ୍ୟ, ଦନ୍ତେନ। ମ ଉଚ୍ଚାରଣ କରିବା ପାଇଁ କେଉଁ ଅଙ୍ଗ ମୁଖ୍ୟତଃ ଆବଶ୍ୟକ? ଆପଣଙ୍କର ଏଇ ଯୋଉ ଙ, ନ୍ୟ, ମୂର୍ଧଣ୍ୟ, ଦନ୍ତେନ, ମ, ଆପଣଙ୍କର ଯୋଉ ବର୍ଗୀୟ ବ୍ୟଞ୍ଜନର ଯୋଉ କଚଟ ତପ ରହିଛି, କ ବର୍ଗ, କ ବର୍ଗର ଶେଷ ହଉଛି ଙ, ଚ ବର୍ଗର ନ୍ୟ, କଚଟ, ଟ ବର୍ଗର ମୂର୍ଧଣ୍ୟ, କଚଟ ତ, ତ ବର୍ଗର ଦନ୍ତେନ ହଉଛି ଲାଷ୍ଟଟା, ଏଣ୍ଡ କଚଟ ତପ, ପ ବର୍ଗର ପ, ଫ, ବ, ଭ, ମ। ତ ଏଇଟା ହଉଛି ଆପଣଙ୍କର ଯୋଉ ବର୍ଗୀୟ ବ୍ୟଞ୍ଜନର ଲାଷ୍ଟ ଗୁଡ଼ିକ। ତ କେଉଁ ଅଙ୍ଗଟା ମୁଖ୍ୟତଃ ତା ପାଇଁ ଦାୟୀ ରହୁଛି? ନାସିକା, ମୁଖ, ଓଷ୍ଠ, କଣ୍ଠ। ତ ଫ୍ରେଣ୍ଡସ୍, ଆପଣ ଯେତେବେଳେ କହୁଛନ୍ତି ଦେଖନ୍ତୁ ଙ, ନ୍ୟ, ମୂର୍ଧେଣ, ଦନ୍ତେନ, ମ, ଆପଣଙ୍କୁ ନାକରୁ ଉଚ୍ଚାରଣ ହେଲା ଭଳିଆ ଲାଗୁନାହିଁ କି? ତ ଆପଣଙ୍କର ଆନ୍ସର ହେଇଯିବ ନାସିକା। କୌଣସି ବିଷୟରେ ଉପଯୁକ୍ତ ଜ୍ଞାନ ଲାଭ କରିବାକୁ ହେଲେ କାହା ଉପରେ ଗୁରୁତ୍ୱ ଦେବାକୁ ପଡେ? ଲିଖନ, ପଠନ, ଶ୍ରବଣ, କଥନ। ଆପଣଙ୍କୁ ଯେତେବେଳେ କିଛି ମାନେ ଜ୍ଞାନ ଲାଭ କରିବାର ଅଛି, ଆପଣ OTT, ଆପଣ ଏଣ୍ଟ୍ରାନ୍ସ ଦବା, OTT ଏକ୍ଜାମଟି ଆପଣଙ୍କୁ ଦବାର ଅଛି କି ନାହିଁ? ତ OTT ଯୋଉ ଆପଣ ଏପିୟର କରିବେ, ତ ସେ OTT ଉପରେ ଜ୍ଞାନ ଲାଭ କରିବା ପାଇଁ ହେଲେ ଆପଣଙ୍କୁ କଣ କରିବାକୁ ପଡୁଛି? ପଠନ କରିବାକୁ ପଡୁଛି କି ନାହିଁ? ତ ସେଥିପାଇଁ ଆପଣଙ୍କର ଆନ୍ସର ହେଇଯିବ ଅଛି କି ଉପଯୁକ୍ତ ଜ୍ଞାନ ଲାଭ କରିବାକୁ ହେଲେ ପଠନ ଉପରେ ଗୁରୁତ୍ୱ ଦେବାକୁ ପଡେ। ପଠନ କେତେ ପ୍ରକାରର? 2 ପ୍ରକାର, 3 ପ୍ରକାର, 4 ପ୍ରକାର, 5 ପ୍ରକାର। ପଠନ ଆପଣଙ୍କର 2 ପ୍ରକାରର। କଣ କଣ ଫ୍ରେଣ୍ଡସ୍? ଆପଣଙ୍କର ତାତ୍ତ୍ୱିକ ପଠନ ଆଣ୍ଡ ବ୍ୟାପକ ପଠନ। ତାହେଲେ ଆପଣଙ୍କର କଣ ହେଲା? ତାତ୍ତ୍ୱିକ ପଠନ ଆଣ୍ଡ ବ୍ୟାପକ ପଠନ। ଏବେ ଆମେ ଦେଖିବା ତାତ୍ତ୍ୱିକ ପଠନ କାହାକୁ କହନ୍ତି ଆଣ୍ଡ ବ୍ୟାପକ ପଠନ କାହାକୁ କହନ୍ତି। ତ ଫ୍ରେଣ୍ଡସ୍, ତାତ୍ତ୍ୱିକ ପଠନ ହେଉଛି ବିଦ୍ୟାଳୟ ସ୍ତରରେ ଆପଣଙ୍କର ଶ୍ରେଣୀ ପ୍ରକୋଷ୍ଠରେ ଯେଉଁ ପଠନ କରାଯାଉଛି, ତାହା ହେଉଛି ତାତ୍ତ୍ୱିକ ପଠନ। ତ ତାତ୍ତ୍ୱିକ ପଠନ ଦ୍ୱାରା କଣ ହୁଏ ଫ୍ରେଣ୍ଡସ୍? ପିଲାମାନଙ୍କର ବୋଧ ଜ୍ଞାନ ହାସଲ ହେଇଥାଏ।
ପିଲାଟି ବହିଟିକୁ ପଢିକି ତାର ବୋଧ ଜ୍ଞାନ ହାସଲ କରିଥାଏ, ବୁଝିଥାଏ। ଏଇଟା ହଉଛି ତାତ୍ତ୍ୱିକ ପଠନ ଏଣ୍ଡ ଆପଣଙ୍କର ଏଇଟା ହଉଛି ଇଂଲିଶର ଇଣ୍ଟେନ୍ସିଭ ରିଡିଂ ଏଣ୍ଡ ଆପଣଙ୍କର ଯୋଉଟା ଏକ୍ସଟେନ୍ସିଭ ରିଡିଂ ବା ବ୍ୟାପକ ପଠନ ଫ୍ରେଣ୍ଡସ୍, ସେଇଟା ହଉଛି ପିଲାଟି ନିଜର ଆନନ୍ଦ ପାଇଁ ପଢିଥାଏ। ସେଠି ବୋଧ ଜ୍ଞାନ ହୁଏନି, ସେଠି ପିଲାଟି କେବଳ ଆନନ୍ଦ ମନର ଖୁସି ପାଇଁ ପଢେ। ଯେଉଁଠି ବି କୋଶ୍ଚିନରେ ଆପଣଙ୍କର ଆନନ୍ଦ କଥା ଥିବ ସାଙ୍ଗେ ସାଙ୍ଗେ ବ୍ୟାପକ ପଠନ ବୋଲି ଲେଖିଦେବେ। ତ ବ୍ୟାପକ ପଠନ ଆପଣଙ୍କର କାହାଣୀ ହେଲା, ଗଳ୍ପ ହେଲା, ଗୀତ ହେଲା, କବିତା ମାଳା ହେଲା, ଏଇଗୁଡିକ ସବୁ ଯୋଉ ପିଲାମାନେ ପଢନ୍ତି ଏଇଟା ହଉଛି ପିଲାଙ୍କର ବ୍ୟାପକ ପଠନ। ଏବେ ଆପଣ ତାତ୍ତ୍ୱିକ ଓ ବ୍ୟାପକ ବା ଇଣ୍ଟେନ୍ସିଭ ଆଣ୍ଡ ଏକ୍ସଟେନ୍ସିଭ ରିଡିଂ ବିଷୟରେ ନିଶ୍ଚୟ ବୁଝିପାରିଥିବେ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ତ ଫ୍ରେଣ୍ଡସ୍, ଆପଣ ଯୋଉମାନେ ବି ଥିଓରି କ୍ଲାସ ଦେଖି ନାହାନ୍ତି କି ଦେଖି ପାରୁନାହାନ୍ତି, ସେଥିପାଇଁ ମୁଁ କ୍ୱେଶ୍ଚନ ଗୁଡିକ ବୁଝେଇ ବୁଝେଇ ପଢଉଛି, ଯାହା ଫଳରେ ଆପଣ ଭଲ ଭାବେ ବୁଝିପାରିବେ। ପଠନ କେଉଁଥିପାଇଁ ଅପରିହାର୍ଯ୍ୟ? ପଠନ ଯୋଉ ଆପଣ କରିବେ, କଣ ପାଇଁ କରିବେ? ଶୁଦ୍ଧ ଲିଖନ ପାଇଁ, ବହି ଦେଖି ଲେଖିବା ପାଇଁ, ଶୁଦ୍ଧ ଭାଷା ଓ ଉନ୍ନତ ଶୈଳୀ ଶିକ୍ଷା ନିମିତ୍ତ, ବହି ଦେଖି ଦେଖି ଲେଖିବା ପାଇଁ। ତ ଆପଣଙ୍କର ପଠନଟା ଶୁଦ୍ଧ ଭାଷା ଓ ଉନ୍ନତ ଶୈଳୀ ଶିକ୍ଷା ନିମିତ୍ତ। ବୋଧ ଶକ୍ତିର ବିକାଶ ପାଇଁ କିମ୍ବା ପିଲାମାନଙ୍କର ଜ୍ଞାନର ଅଭିବୃଦ୍ଧି ପାଇଁ ଯେଉଁ ପଠନ କରାଯାଏ ତାକୁ କେଉଁ ପଠନ କୁହାଯାଏ? ଉଚ୍ଚ ପଠନ, ନୀରବ ପଠନ, ବ୍ୟାପକ ପଠନ, ତାତ୍ତ୍ୱିକ ପଠନ। ଫ୍ରେଣ୍ଡସ୍, ଏଠି ଦେଖନ୍ତୁ କଣ କହିଲା, ବୋଧ ଶକ୍ତିର ବିକାଶ ପାଇଁ। ତ ଆପଣ ମାନଙ୍କୁ ଟିକେ ଆଗରୁ ମୁଁ କହିଲି କି ନାହିଁ, ତ ବୋଧ ଜ୍ଞାନ ହାସଲ ପାଇଁ କେଉଁ ପଠନ କରାଯାଏ? ବୋଧ ଜ୍ଞାନ ପାଇଁ ତାତ୍ତ୍ୱିକ ପଠନ, ଆନନ୍ଦ ପାଇଁ ବ୍ୟାପକ ପଠନ। ତ ବୋଧ ଜ୍ଞାନ ହାସଲ ପାଇଁ ଆପଣଙ୍କର ହେଇଗଲା ତାତ୍ତ୍ୱିକ ପଠନ। କାହାକୁ? ତ ଫ୍ରେଣ୍ଡସ୍, ଏଠି ମୁଁ କହି ରଖେ, ଆମେ ଆଜି ଏଇ ଭିଡିଓରେ 120 ଏଭବ MCQ ଡିସ୍କସନ କରିବା। ଆପଣ ଏଇ 120 କ୍ୱେଶ୍ଚନ ଡିସ୍କସନ କରିଦେବା ପରେ ମୋ ସହିତ ଆପଣଙ୍କର ଓଡିଆ ପେଡାଗୋଜିର ୟୁନିଟ 2 ର ଆଉ କିଛି ବି ସିଲେକ୍ଟିଭ କ୍ୱେଶ୍ଚନ ବାକି ରହିବ ନାହିଁ। ତ କାହାକୁ ଗଭୀର ପଠନ ମଧ୍ୟ କୁହାଯାଏ? ଗଭୀର ଭାବେ ପଠନ, ତାତ୍ତ୍ୱିକ ପଠନ, ଉଚ୍ଚ ପଠନ, ବ୍ୟାପକ ପଠନ, ପୁସ୍ତକ ପଠନ। ତ ଫ୍ରେଣ୍ଡସ୍, ଗଭୀର ଭାବେ ପଠନଟା ହଉଛି ମାନେ ବୋଧ ହାସଲ ହଉଛି, ତ ବୋଧ ଅଛି ମାନେ ଆପଣଙ୍କର ତାତ୍ତ୍ୱିକ ପଠନ। ତାତ୍ତ୍ୱିକ ପଠନର ମୂଳ ଲକ୍ଷ୍ୟ କଣ? ଜ୍ଞାନ ଅର୍ଜନ କରିବା, ବୋଧ ଜ୍ଞାନ ହାସଲ କରିବା, ଆନନ୍ଦଦାୟକ, ପିଲାଙ୍କୁ ଆନନ୍ଦ ପ୍ରଦାନ। ତ ତାତ୍ତ୍ୱିକ ପଠନର ମୂଳ ଲକ୍ଷ୍ୟ ହେଉଛି ବୋଧ ଜ୍ଞାନ ହାସଲ। ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ବିଷୟ ପଠନର ମୂଳ ଉଦ୍ଦେଶ୍ୟ କଣ? ଏବେ ଆପଣଙ୍କୁ କହୁଥିଲି କି ନାହିଁ ଯେ ବିଦ୍ୟାଳୟରେ ପିଲାମାନେ ତାଙ୍କ ପାଇଁ ଯୋଉ ବହି ରଖା ହେଇଛି, ଯେଉଁ ପଠନ ସେମାନେ ଶ୍ରେଣୀ ଗୃହରେ କରୁଛନ୍ତି, ତାହା ହେଉଛି ସବୁ ତାତ୍ତ୍ୱିକ ପଠନ। ତ ସେଟା ହଉଛି ବୋଧ ଜ୍ଞାନ ହାସଲ ପାଇଁ ହୋଇଥାଏ। ଆଉ ପଠନର ଆପଣଙ୍କର ବିଦ୍ୟାଳୟ ସ୍ତରରେ ପଠନର ମୂଳ ଉଦ୍ଦେଶ୍ୟ ପଠନର ବିକାଶ ନା ଜ୍ଞାନର ବିକାଶ, ନା ବୋଧ ଶକ୍ତିର ବିକାଶ ନା ଲିଖନର ବିକାଶ? ତ ବୋଧ ଶକ୍ତିର ବିକାଶ। ବିଭିନ୍ନ ପ୍ରକାରର ପୁସ୍ତକ ଏବଂ ଅଧିକ ପରିମାଣର ପୁସ୍ତକ ପଢି ଯେଉଁ ପଠନରେ ଆନନ୍ଦ ଲାଭ କରାଯାଏ ତାକୁ କେଉଁ ପଠନ କୁହାଯାଏ? ତ ବିଭିନ୍ନ ପ୍ରକାର ପୁସ୍ତକ, ଅଧିକ ପରିମାଣର ପୁସ୍ତକ, ଆପଣଙ୍କର ଅଳ୍ପ ବହି ହଉ କି ବେଶୀ ବହି ହଉ, ଯେଉଁ ପଠନରେ ପିଲାଟି ଆନନ୍ଦ ପାଉଛି ସେଇଟା ଆପଣଙ୍କର କଣ ହବ? ଏବେ କହୁଥିଲି ବ୍ୟାପକ ପଠନ ବା ଏକ୍ସଟେନ୍ସିଭ ରିଡିଂ। ଆନନ୍ଦ ଅଛି ମାନେ ଫ୍ରେଣ୍ଡସ୍ ସେଠି ବ୍ୟାପକ ହେବ। ଆନନ୍ଦ ପ୍ରାପ୍ତି କେଉଁ ପଠନର ମୁଖ୍ୟ ଉଦ୍ଦେଶ୍ୟ? ଆନନ୍ଦ ପାଇବା। ଏବେ ପୁଣି ଆସିଲା କି ନାହିଁ? ପୁଣି ଆଉ ଗୋଟେ କ୍ୱେଶ୍ଚନ। ବ୍ୟାପକ ପଠନ, ନୀରବ ପଠନ, ଉଚ୍ଚ ପଠନ, ତାତ୍ତ୍ୱିକ ପଠନ। ତ ଫ୍ରେଣ୍ଡସ୍, ଆପଣଙ୍କର ଆନନ୍ଦ କଥା ମାନେ ବ୍ୟାପକ। ଉତ୍ତମ ପଠନ ପାଇଁ କେଉଁଟି ନିହାତି ଆବଶ୍ୟକ? ଉତ୍ତମ ପଠନ କରିବା ପାଇଁ ଆପଣଙ୍କର ଉତ୍ତମ ହସ୍ତାକ୍ଷର ଲିଖନ। ଆପଣଙ୍କର ଏଠି କଣ କହିଛି? ଉତ୍ତମ ପଠନ କରିବ, ତ ଏଠି ହସ୍ତାକ୍ଷର ଲିଖନ କିଛି ଦରକାର ନାହିଁ। ଶୁଦ୍ଧ ଉଚ୍ଚାରଣ। ତ ଫ୍ରେଣ୍ଡସ୍, ପିଲାଟି ଉତ୍ତମ ପଠନ ପାଇଁ ଶୁଦ୍ଧ ଉଚ୍ଚାରଣ ନିହାତି ଆବଶ୍ୟକ। ପଠନର ଅର୍ଥବୋଧ ନିମିତ୍ତ କାହାର ଆବଶ୍ୟକତା ଅଧିକ?
ପ୍ରାକ୍ ଲିଖନ, ବ୍ୟାକରଣଗତ ଶବ୍ଦାବଳୀ ଓ ବିରାମ ଚିହ୍ନ, ବାକ୍ୟର ଆରମ୍ଭ, ଅନୁଚ୍ଛେଦ ଆରମ୍ଭ ଓ ଶେଷ। ତ ଫ୍ରେଣ୍ଡସ୍ ଆପଣଙ୍କର ପଠନର ଅର୍ଥବୋଧ ପାଇଁ ବ୍ୟାକରଣଗତ ଶବ୍ଦାବଳୀ ଓ ବିରାମ ଚିହ୍ନ ଆବଶ୍ୟକ। ତାପରେ ଦେଖିବା ଫ୍ରେଣ୍ଡସ୍, ଉପନ୍ୟାସ, ଗଳ୍ପ, କବିତା, ନାଟକ ପ୍ରଭୃତି ପଠନ କରିବା କେଉଁ ପଠନର ଅନ୍ତର୍ଭୁକ୍ତ? କେଉଁ ପଠନ? ଉପନ୍ୟାସ, ଗଳ୍ପ, କବିତା ଏକା କଥା ରହୁଛି ମାନେ ଫ୍ରେଣ୍ଡସ୍ ଆପଣଙ୍କର ସେଠି ପିଲାଟି ନିଶ୍ଚୟ ଆନନ୍ଦ ପାଉଥିବ କି ନାହିଁ? ନିଶ୍ଚୟ ଆନନ୍ଦ ପାଉଥିବ। ତ ଆପଣଙ୍କର କଣ ହେଇଯିବ? ଉଚ୍ଚ ପଠନ, ତାତ୍ତ୍ୱିକ ପଠନ, ଆପଣଙ୍କର ବ୍ୟାପକ ପଠନ, ନୀରବ ପଠନ। ତ ଫ୍ରେଣ୍ଡସ୍ ଆପଣଙ୍କର ହେଇଗଲା ବ୍ୟାପକ ପଠନ। ଦେନ୍ ଦେଖିବା, ନିମ୍ନ ପ୍ରାଥମିକ ସ୍ତରରେ ପଠନ କରାଯାଇଥିବା ଭାଷାଟି କଣ? ରାଷ୍ଟ୍ରୀୟ ଭାଷା, ମାତୃଭାଷା, ଆଧୁନିକ ଭାଷା, ବିଦେଶୀ ଭାଷା। ନିମ୍ନ ପ୍ରାଥମିକ ସ୍ତରରେ ପଠନ କରାଯାଇଥିବା ଭାଷାଟି ହେଉଛି ଆପଣଙ୍କର ମାତୃଭାଷା। ଶିକ୍ଷାର୍ଥୀମାନଙ୍କ ମନରେ ନୂତନ ପାଠ ପ୍ରତି କୌତୂହଳ ଓ ଆଗ୍ରହ ସୃଷ୍ଟି କରିବା ଶିକ୍ଷଣର କେଉଁ ସୋପାନ ଅନ୍ତର୍ଗତ? ଶିକ୍ଷାର୍ଥୀମାନଙ୍କ ମନରେ କୌତୂହଳ ଓ ଆଗ୍ରହ, ନୂତନ ପାଠ ପ୍ରତି ସୃଷ୍ଟି କରିବା। ତ ଏଇଟା ହେଉଛି ଆପଣଙ୍କର ଯେତେବେଳେ ବି ଆପଣ ଶିକ୍ଷକମାନେ କ୍ଲାସରୁମରେ ଟିଚିଂ ଦେଉଛନ୍ତି କି ଆପଣଙ୍କର ପିପିଲ୍ ଟିଚର ମାନେ ଯେଉଁମାନେ DELED କରୁଛନ୍ତି କିମ୍ବା ଯେଉଁମାନେ ଆପଣଙ୍କର BEd କରିଛନ୍ତି, ତ ସେମାନେ ବି ସବୁ ଟିଚିଂ ଦେଉଥିବେ କି ନାହିଁ? ତ ସେମାନେ ଯେତେବେଳେ ଟିଚିଂ ଦିଅନ୍ତି, ଶିକ୍ଷଣର ସୋପାନ, ଉପକ୍ରମ, ଉପସ୍ଥାପନ ଓ ମୂଲ୍ୟାୟନ। ତ ପାଠ ପ୍ରତି କୌତୂହଳ ଓ ଆଗ୍ରହ ସୃଷ୍ଟି କରାଯାଏ କେତେବେଳେ? ଯେତେବେଳେ ଶିକ୍ଷକ ଶ୍ରେଣୀ ପ୍ରକୋଷ୍ଠକୁ ପ୍ରଥମେ ଉପକ୍ରମ ଷ୍ଟେଜରେ ଯାଆନ୍ତି, ସେ ମୋଟିଭେସନାଲ ୱାର୍କ କରନ୍ତି। କାହିଁକି କରନ୍ତି? ନା ପିଲାମାନେ ବିଭିନ୍ନ ପରିବେଶରୁ ଆସିଥିବେ, ସେମାନଙ୍କୁ ପାଠ ପ୍ରତି କୌତୂହଳ ଓ ଆଗ୍ରହ ସୃଷ୍ଟି କରିବା ପାଇଁ ସେ ହେଉଛି ଏଇ କାମ କରନ୍ତି। ତ ଏଟା କେତେବେଳେ କରାଯାଏ? ଉପକ୍ରମ ଷ୍ଟେଜରେ। ଶିକ୍ଷାର୍ଥୀମାନଙ୍କର କେଉଁ ଜ୍ଞାନକୁ ଆଧାର କରି ବିଷୟ ପ୍ରବେଶ କରାଯାଏ? ଆପଣ ଯୋଉ ବିଷୟକୁ ପ୍ରବେଶ କରିବେ, ତ ତା ପୂର୍ବରୁ ଆପଣ କଣ କରନ୍ତି ପିଲାକୁ? ଆପଣ ପୂର୍ବ ଜ୍ଞାନ ପ୍ରଶ୍ନ ପଚାରିଥାନ୍ତି। ଉପକ୍ରମ ସୋପାନ ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ କଣ କରନ୍ତି? ଉପକ୍ରମ ଯେତେବେଳେ ଆପଣଙ୍କର ମୋଟିଭେସନ ସରିଯିବ, ଆପଣଙ୍କର ଦଳ ଗଠନ ସରିଯିବ, ତାପରେ ଆପଣ କଣ କରନ୍ତି? ଉପକ୍ରମର ଶେଷ ସୋପାନରେ ଉପସ୍ଥାପନ, ମୂଲ୍ୟାୟନ, ଉଦ୍ଦେଶ୍ୟ ଜ୍ଞାପନ, ଲବ୍ଧ ଜ୍ଞାନ ପରୀକ୍ଷା। ଉଦ୍ଦେଶ୍ୟ ଜ୍ଞାପନ କରନ୍ତି। କଣ ଆଜି ଆପଣ ପଢେଇବାର ଉଦ୍ଦେଶ୍ୟ କଣ ନେଇଛନ୍ତି? ଶିକ୍ଷଣ ପାଇଁ ସାଧାରଣତଃ କେତୋଟି ସୋପାନ ଅନୁସରଣ କରାଯାଏ? ଶିକ୍ଷଣ ପାଇଁ ଆପଣଙ୍କର ଇଣ୍ଟ୍ରୋଡକ୍ସନ, ପ୍ରେଜେଣ୍ଟେସନ ଆଣ୍ଡ ଇଭାଲୁଏସନ, ଉପକ୍ରମ, ଉପସ୍ଥାପନ ଓ ମୂଲ୍ୟାୟନ, 3ଟି ସୋପାନ। କେଉଁ କାରଣରୁ ହୁଏତ ପିଲାଟି ଠିକ ଭାବେ ପଠନ କରିପାରେ ନାହିଁ? ପିଲାଟି ଲେଖି ଜାଣିନଥିବାରୁ, ପିଲାଟି କଲମ ଧରି ପାରି ନଥିବାରୁ, ପିଲାଟିର ଦୃଷ୍ଟି ଶକ୍ତି କମ ଥିବାରୁ, ବାପା ମା ସାହାଯ୍ୟ ନ କରିବାରୁ। ତ ପିଲାଟି ଠିକ ଭାବରେ ପଠନ କରିପାରେ ନାହିଁ, ପିଲାଟିର ଦୃଷ୍ଟି ଶକ୍ତି କମ ଥିବାରୁ। ଗଦ୍ୟ ଶିକ୍ଷଣରେ କେଉଁ ସୋପାନରେ ଶିକ୍ଷକ ଆଦର୍ଶ ଉଚ୍ଚ ପଠନ କରନ୍ତି? ତ ଏଇଠି ଫ୍ରେଣ୍ଡସ୍ ଟିକେ ଗଦ୍ୟ ଶିକ୍ଷାଦାନ ବିଷୟରେ ଟିକେ ଆମେ ଡିସ୍କସନ କରିବା। ଆପଣଙ୍କର SOTTରେ ଠିକ ସେମିତି କ୍ୱେଶ୍ଚନ ଆସିଥିଲା ଯେ ଗଦ୍ୟ ଶିକ୍ଷାଦାନରେ ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ କେତେବେଳେ ହୁଏ? ତ ନୀରବ ପଠନ ପରେ, ନା ଆଦର୍ଶ ଉଚ୍ଚ ପଠନ ପରେ, ନା କେତେବେଳେ ହୁଏ? ତ ଆମେ ଷ୍ଟେଜ ଗୁଡିକ ଟିକେ ଭଲ ଭାବେ ଜାଣିବା, ଟିକେ ମନ ଦେଇ ଶୁଣନ୍ତୁ। ଫାର୍ଷ୍ଟ ଷ୍ଟେଜ ହେଉଛି ଆପଣଙ୍କର ଉପକ୍ରମ। ସେ ଗଦ୍ୟ ହେଲା କି ପଦ୍ୟ ହେଲା, ପ୍ରଥମେ ଉପକ୍ରମ। ଦେନ୍ ଉପସ୍ଥାପନ ଷ୍ଟେଜରେ ଆପଣଙ୍କର ଯେତେବେଳେ ଗଦ୍ୟ ଶିକ୍ଷାଦାନ ହେଉଛି, ଶିକ୍ଷକ କଣ କରିବେ? ପ୍ରଥମେ ଲେଖକଙ୍କ ପରିଚୟ ପ୍ରଦାନ କରିବେ। ଦ୍ୱିତୀୟରେ ବିଷୟର ପୃଷ୍ଠଭୂମି ଓ ଆଲୋଚ୍ୟ ବିଷୟବସ୍ତୁର ସଂକ୍ଷିପ୍ତ ସାରାଂଶ କଥନ କରିବେ। ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ, ଶିକ୍ଷାର୍ଥୀଙ୍କ ସରଳ ପଠନ, ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ। ତାହେଲେ ତାପରେ ନୀରବ ପଠନ। ତାହେଲେ ଶବ୍ଦାର୍ଥବୋଧ କେତେବେଳେ ହେଲା? ନୀରବ ପଠନ ପୂର୍ବରୁ ହେଲା। ଶବ୍ଦାର୍ଥବୋଧ ବା ଶବ୍ଦାନୁଶୀଳନଟା ଆପଣଙ୍କର ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ, ଶିକ୍ଷାର୍ଥୀଙ୍କ ସରଳ ପଠନ ପରେ ହେଲା, ଶିକ୍ଷାର୍ଥୀଙ୍କ ନୀରବ ପଠନ ପୂର୍ବରୁ ହେଲା।
ବୁଝିପାରିଲେ ଏବେ? ତ ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ ପରେ ଛାତ୍ରଛାତ୍ରୀଙ୍କ ନିରବ ପଠନ। ତାପରେ ହଉଛି ପ୍ରସଙ୍ଗର ଭାବ ଉନ୍ମୋଚନ ଓ ବୋଧ ଜ୍ଞାନ। ଏଣ୍ଡ ଲାଷ୍ଟ ଷ୍ଟେଜ ହଉଛି ଆପଣଙ୍କର ମୂଲ୍ୟାୟନ। ତ କେଉଁ ସୋପାନରେ ଶିକ୍ଷକ ଉଚ୍ଚ ପଠନ କଲେ? ଉପସ୍ଥାପନ ଷ୍ଟେଜରେ କଲେ କି ନାଇଁ? ନେକ୍ସଟ ଯିବା। ଗଦ୍ୟ ଶିକ୍ଷଣରେ ଶିକ୍ଷକଙ୍କ ଦ୍ୱାରା ଉଚ୍ଚ ଆଦର୍ଶ ପଠନରେ କେଉଁ ଦକ୍ଷତାର ବିକାଶ ହୁଏ? ତ ସେ କଣ କହୁଛି ନା ଗଦ୍ୟ ଶିକ୍ଷଣରେ ଶିକ୍ଷକଙ୍କ ଦ୍ୱାରା ଉଚ୍ଚ ଆଦର୍ଶ ପଠନରେ ଆପଣଙ୍କର କେଉଁ ଦକ୍ଷତା ବିକାଶ ହଉଛି? ଉଚ୍ଚ ଆଦର୍ଶ ପଠନ ହଉଛି ମାନେ ପଠନର ବିକାଶ ହେଉଛି। ଉଚ୍ଚ ପ୍ରାଥମିକ ସ୍ତରରେ କେଉଁ ପ୍ରକାର ପଠନ କଲେ ଭଲ? ଦ୍ରୁତ ପଠନ, ଗଭୀର ପଠନ, ସରଳ ପଠନ, ଉଚ୍ଚ ପଠନ। ତ ଫ୍ରେଣ୍ଡସ୍ ଯେହେତୁ ଏଠି ଆପଣଙ୍କର ଯଦି ପ୍ରାଥମିକ କଥା କୁହାହେଇଥାନ୍ତା ତାହେଲେ ଉଚ୍ଚ ପଠନ ହେଇଥାନ୍ତା, କିନ୍ତୁ ଉଚ୍ଚ ପ୍ରାଥମିକ ସ୍ତର କଥା କହୁଛି ତ ସେଠି ହୁଏ ଆପଣଙ୍କର ଗଭୀର ପଠନ। ଗଦ୍ୟ ଶିକ୍ଷାଦାନ ଶିକ୍ଷଣରେ କେଉଁ ସୋପାନରେ ପ୍ରସଙ୍ଗର ଭାବ ଉନ୍ମୋଚନ କରାଯାଏ? ପ୍ରସଙ୍ଗର ଭାବଟାକୁ ଉନ୍ମୋଚନ ମୁଁ ଏବେ ବୁଝେଇକି ଗଲି କି ନାଇଁ? ଉପସ୍ଥାପନ ଷ୍ଟେଜରେ କରାଯାଏ। ପଠନ ପାଇଁ କେଉଁ କାର୍ଯ୍ୟଟି ଶ୍ରେଣୀ ଗୃହର ଶିକ୍ଷକମାନେ ବାରମ୍ବାର କରିବା ଉଚିତ? ବାରମ୍ବାର କରିବା ଉଚିତ। ସବୁବେଳେ ପଢିବା ପାଇଁ କହିବେ, ଦଣ୍ଡ ଦେବେ। ଆନନ୍ଦଦାୟକ ପରିସ୍ଥିତିରେ ପଠନ କରିବା, ବାରମ୍ବାର ପିଲାଟିର ଭୁଲ ପଠନକୁ ଦୋଷ ଦେବା। ତ ଆନନ୍ଦଦାୟକ ପରିସ୍ଥିତିରେ ପଠନ କରିବା, ବାରମ୍ବାର କରିବା ଉଚିତ। ଉଚ୍ଚ ପଠନ କାହାକୁ କହନ୍ତି? ବାକ୍ୟରେ ଥିବା ଶବ୍ଦ ଗୁଡ଼ିକୁ ସ୍ପଷ୍ଟ ଉଚ୍ଚାରଣ କରି ପଢିବା, ଧୀରେ ଧୀରେ ପଢିବା, ବଡ ପାଟିରେ ଅନ୍ୟକୁ କହିବା, ମନେ ମନେ ପଢିବା। ତ ଫ୍ରେଣ୍ଡସ୍ ଆପଣଙ୍କର ବାକ୍ୟରେ ଥିବା ଶବ୍ଦ ଗୁଡ଼ିକୁ ସ୍ପଷ୍ଟ ଉଚ୍ଚାରଣ କରି ପଢିବା, ଏଇଟା ହଉଛି ଆପଣଙ୍କର ଉଚ୍ଚ ପଠନ। ଗଭୀର ପଠନର ଲକ୍ଷ୍ୟ କଣ? ଶୁଣିବା ଜ୍ଞାନର ଅଭିବୃଦ୍ଧି, କଥନ ଦକ୍ଷତାର ବୃଦ୍ଧି, ପଠନ ଜ୍ଞାନର ଅଭିବୃଦ୍ଧି ସହ ବୋଧ ଜ୍ଞାନ ହାସଲ। ଗଭୀର ପଠନର ଲକ୍ଷ୍ୟ ହଉଛି ଫ୍ରେଣ୍ଡସ୍ ପଠନ ଜ୍ଞାନର ଅଭିବୃଦ୍ଧି ସହ ବୋଧ ଜ୍ଞାନ ହାସଲ କରିବ, ବୁଝିବ ପିଲାଟି, ସେଥିପାଇଁ ତ ଗଭୀର ପଠନ କରୁଛି। ନିମ୍ନ ଉଦାହରଣ ମଧ୍ୟରୁ କେଉଁଟି ବ୍ୟାପକ ପଠନର ଉଦାହରଣ? ବ୍ୟାପକ ପଠନ ଆପଣ କହିଥିଲି ଆନନ୍ଦ ଥିବ, ଗଳ୍ପ ଉପନ୍ୟାସ ପଢା ହଉଥିବ। ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ପୁସ୍ତକ ଯଥା ଗଳ୍ପ, ଉପନ୍ୟାସ, ସମ୍ବାଦପତ୍ର ପଠନ, ଏଇଟା ହଉଛି ଆପଣଙ୍କର ବ୍ୟାପକ ପଠନର ଉଦାହରଣ। କେଉଁ ପ୍ରଣାଳୀରେ ବର୍ଣ୍ଣମାଳାର ଅକ୍ଷର ଗୁଡ଼ିକ କ୍ରମାନୁସାରେ ପଢିବା ପାଇଁ ଶିକ୍ଷା ଦିଆଯାଇଥାଏ? କେଉଁଥିରେ ବର୍ଣ୍ଣମାଳାର ଅକ୍ଷର ଗୁଡ଼ିକ? ତ ଏଇଟା ଫ୍ରେଣ୍ଡସ୍ ହଉଛି ବର୍ଣ୍ଣାନୁକ୍ରମିକ ପଦ୍ଧତି। ଏଇ ବର୍ଣ୍ଣାନୁକ୍ରମିକ ପଦ୍ଧତିଟା ପିଲାମାନଙ୍କ ପାଇଁ ଗୋଟେ ନିରସିଆ ପଦ୍ଧତି। ଏହା ପିଲାଙ୍କୁ ଆନନ୍ଦ ଦେଇନଥାଏ, ସେମାନଙ୍କୁ ଏଇଟା ଆଦୌ ବି ଭଲ ଲାଗେନି। କାହିଁକି? ଆପଣଙ୍କୁ ପିଲାମାନଙ୍କୁ ବର୍ଣ୍ଣ ଗୁଡ଼ିକ କ୍ରମରେ ଦେଇକି ତା ଭିତରୁ ବର୍ଣ୍ଣ ଗୁଡ଼ିକ ଚିହ୍ନିବାକୁ କୁହାଯିବ। ତ ଏଇଟା ହଉଛି ବର୍ଣ୍ଣାନୁକ୍ରମିକ ପଦ୍ଧତି। ତ ଏଇଟା ପିଲାଙ୍କୁ ଆନନ୍ଦ ଦିଏନି। କାହିଁକି ଦିଏନି ଫ୍ରେଣ୍ଡସ୍? ଦେଖନ୍ତୁ ଆପଣଙ୍କୁ ଯେତେବେଳେ ପିଲାକୁ ଧରନ୍ତୁ ପିଲାକୁ ଘ ଚିହ୍ନେଇବାର ଅଛି, ଘ, ତ ଘ ଅକ୍ଷର ଚିହ୍ନେଇବାର ଅଛି। ଆପଣ ଯଦି ଅ ଆ ଲେଖିଦେଇକି ତାକୁ ଘ ଟାକୁ ଚିହ୍ନେଇବେ, ତାକୁ ସେଟା ଆଦୌ ବି ଭଲ ଲାଗିବ ନାହିଁ। କିନ୍ତୁ ଯଦି ଆପଣ ଗୋଟେ ଘରର ଚିତ୍ର ଦେଇକି ତଳେ ଘର ବୋଲି ଲେଖିଥିବେ କି ଘ ବୋଲି ଲେଖିଥିବେ, ତ ସେଟା ପିଲାକୁ ଚିତ୍ର ପଠନ ଦ୍ଵାରା ବା ଶବ୍ଦରୁ ଅକ୍ଷରକୁ ଖୋଜିବା ଦ୍ଵାରା ତାକୁ ଏଟା ଭଲ ଲାଗିଥାଏ। ତ ବର୍ଣ୍ଣମାଳାର ଅକ୍ଷର ଗୁଡ଼ିକ କ୍ରମାନୁସାରେ ପଢିବା ପାଇଁ ବର୍ଣ୍ଣାନୁକ୍ରମିକ ପଦ୍ଧତିରେ ଶିକ୍ଷା ଦିଆଯାଏ, ଯାହାକି ପିଲାକୁ ଭଲ ଲାଗେ ନାହିଁ। କେଉଁ ପଠନ ପଦ୍ଧତିରେ ଅକ୍ଷର ବଦଳରେ ଶବ୍ଦ ପଠନ ଉପରେ ଗୁରୁତ୍ୱ ଦିଆଯାଏ? ବର୍ଣ୍ଣାନୁକ୍ରମିକ ପଦ୍ଧତି, ଛବି ପଦ୍ଧତି, ବାକ୍ୟ ପଠନ ପଦ୍ଧତି, ଶବ୍ଦ କ୍ରମିକ ପଦ୍ଧତି। ତ ଫ୍ରେଣ୍ଡସ୍ ଆପଣଙ୍କର ହେଲା ଶବ୍ଦ କ୍ରମିକ ପଦ୍ଧତି।
ନିମ୍ନଲିଖିତ କେଉଁ ପଠନ ପଦ୍ଧତି ଶବ୍ଦ ଭିତ୍ତିକ ପଦ୍ଧତିର ଅନ୍ୟ ଏକ ରୂପ? ବାକ୍ୟ ପଠନ ପଦ୍ଧତି, ଛବି ପଦ୍ଧତି, ଶବ୍ଦ କ୍ରମିକ ପଦ୍ଧତି, ବର୍ଣ୍ଣାନୁକ୍ରମିକ ପଦ୍ଧତି। ତ ଫ୍ରେଣ୍ଡସ୍ ଆପଣଙ୍କର ଏଠି ହେଲା ଛବି ପଦ୍ଧତି। ଛବି ପଦ୍ଧତି ଶବ୍ଦ ମାଧ୍ୟମରେ ପଠନ କାହାକୁ କୁହାଯାଏ? ବିଭିନ୍ନ ବାକ୍ୟ ଲେଖି ପଢିବାକୁ ଦିଆଯିବ, ବିଭିନ୍ନ ଚିତ୍ରକୁ ଚିହ୍ନି ତା ବିଷୟରେ କହିବାକୁ କୁହାଯାଏ, ବିଭିନ୍ନ ଗପ ଗୁଡିକୁ ପଢିବାକୁ ଦିଆଯିବ, ପରିଚିତ ଶବ୍ଦ ଗୁଡିକୁ କାର୍ଡରେ ଲେଖି ପିଲାମାନଙ୍କୁ ପଢିବାକୁ ଦିଆଯିବ। ତ ଏଇଟା ହଉଛି ଆପଣଙ୍କର ପରିଚିତ ଶବ୍ଦ ଗୁଡିକୁ କାର୍ଡରେ ଲେଖି ପିଲାମାନଙ୍କୁ ପଢିବାକୁ ଦିଆଯିବ। ଏଇଟା ହଉଛି ଶବ୍ଦ ମାଧ୍ୟମରେ ପଠନ। ତାପରେ ଦେଖିବା ଫ୍ରେଣ୍ଡସ୍, କେଉଁ ପଠନ ପ୍ରଣାଳୀରେ ପ୍ରଥମେ ଛୋଟ ଛୋଟ ବାକ୍ୟ ପଢିବାକୁ ଦିଆଯାଏ? ଛୋଟ ଛୋଟ ବାକ୍ୟ କଥା କହୁଛି, ଆପଣଙ୍କର ବର୍ଣ୍ଣାନୁକ୍ରମିକ, ବାକ୍ୟ ଗଠନ, ଛବି, ଗଳ୍ପ ପଠନ। ବାକ୍ୟ ଗଠନରେ ଛୋଟ ଛୋଟ ବାକ୍ୟ ପଢିବାକୁ ଦିଆଯାଏ। ଯେକୌଣସି କାର୍ଯ୍ୟ କରାଯିବା ବେଳେ ନିମ୍ନଲିଖିତ କେଉଁ ପ୍ରକ୍ରିୟା ନଥିଲେ ତାହା ନିରର୍ଥକ ହୁଏ? ପଢି ନ ପାରିଲେ, ଲେଖି ନ ପାରିଲେ, ବୁଝି ନ ପାରିଲେ, ବ୍ୟାକରଣ ଜ୍ଞାନ ନଥିଲେ। ତ ଫ୍ରେଣ୍ଡସ୍ ଆପଣଙ୍କର ଆନ୍ସର ହେଇଯିବ ବୁଝି ନ ପାରିଲେ। ବୁଝି ନ ପାରିଲେ। ନୀରବ ପଠନ ଭାଷା ଜ୍ଞାନ ବୃଦ୍ଧି ପାଇଁ କାହିଁକି ଆବଶ୍ୟକ? ଏହା ଅନ୍ୟମାନଙ୍କ କାର୍ଯ୍ୟକୁ ବାଧା ଦିଏ, କମ ସମୟରେ ଅର୍ଥବୋଧ ହୁଏ, ଏହା ଶୁଦ୍ଧ ଉଚ୍ଚାରଣ କରିବାରେ ସାହାଯ୍ୟ କରେ, ଏହା ହାତର ମାଂସପେଶୀକୁ ନିୟନ୍ତ୍ରଣ କରିଥାଏ। ତ ଏଟା ହଉଛି ଆପଣଙ୍କର ଆନ୍ସର ହେଇଯିବ କମ ସମୟରେ ଅର୍ଥବୋଧ ହେଇଥାଏ। ନୀରବ ପଠନ। ନୀରବ ପଠନ ଦ୍ୱାରା ବ୍ୟାପକ ପଠନର ବିକାଶ ପାଇଁ ଶିକ୍ଷକ ନିମ୍ନଲିଖିତ କେଉଁ କାର୍ଯ୍ୟଟି କରିବେ? ପିଲାଙ୍କୁ ଛପା ଅକ୍ଷର ପଢିବାକୁ ଦେବେ, ପିଲାର ବହିକୁ ବାରମ୍ବାର ପଢିବାକୁ ଦେବେ, ବହି ବାରମ୍ବାର ପଢି ଲେଖିବେ, ପିଲାଙ୍କ ରୁଚି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବହି ବା ଲେଖା ପଢିବାକୁ ପରାମର୍ଶ ଦେବେ। ପ୍ରଥମେ କ୍ୱେଶ୍ଚନ ଦେଖନ୍ତୁ ଫ୍ରେଣ୍ଡସ୍, ଆପଣଙ୍କର ବ୍ୟାପକ ପଠନ କଥା କହିଛି। ବ୍ୟାପକ ପଠନର ଏଠି ବିକାଶ ହେବ। ତ ପିଲାଙ୍କୁ ଛପା ଅକ୍ଷର ପଢିବାକୁ ଦେବେ, ପିଲାର ବହିକୁ ବାରମ୍ବାର ପଢିବାକୁ ଦେବେ, ବହି ବାରମ୍ବାର ପଢି ଲେଖିବେ। ତ ଏଠି ଆପଣଙ୍କର ପିଲାମାନଙ୍କୁ ଆନନ୍ଦ ଆସିବ ନାହିଁ। ପିଲାଙ୍କ ରୁଚି ଉପରେ ଯଦି ଗୁରୁତ୍ୱ ଦେଇକି ତାହେଲେ ବହି ଲେଖା ପଢିବାକୁ ପରାମର୍ଶ ଦେବେ, ତାକୁ ସେଟା ଆନନ୍ଦ ଦବ। ପିଲାଙ୍କ ରୁଚି ଉପରେ ଗୁରୁତ୍ୱ ଦିଆଯିବ। ବର୍ଣ୍ଣାନୁକ୍ରମିକ ପଦ୍ଧତି କାହାକୁ କହ? ବର୍ଣ୍ଣାନୁକ୍ରମିକ ବାକ୍ୟରୁ ଅକ୍ଷର ଚିହ୍ନିବ, ଶବ୍ଦରୁ ଅକ୍ଷର ଚିହ୍ନିବ ନା। ମୁଁ ଏବେ କହିକି ଗଲି କି ନାଇଁ, ବର୍ଣ୍ଣରୁ ସେହି ବର୍ଣ୍ଣକୁ ବାରମ୍ବାର ପଢି ଚିହ୍ନିବ। ବର୍ଣ୍ଣାନୁକ୍ରମିକ ପଦ୍ଧତି। ଉଚ୍ଚାରଣ ବେଳେ କାହା ଉପରେ ଗୁରୁତ୍ୱ ଦିଆଯାଏ? ଉଚ୍ଚାରଣ ବେଳେ ସ୍ପଷ୍ଟ ଲିଖନ, ଅକ୍ଷରର ଆକାର, ଅକ୍ଷରର ଆରମ୍ଭ ଶେଷ, ସ୍ପଷ୍ଟ ଉଚ୍ଚାରଣ। କ୍ୱେଶ୍ଚନ କହୁଛି ଆମକୁ ଉଚ୍ଚାରଣ ବେଳେ, ତ ଆନ୍ସର ହେଇଯିବ ସ୍ପଷ୍ଟ ଉଚ୍ଚାରଣ। ଉଚ୍ଚାରଣ ବେଳେ ସ୍ପଷ୍ଟ ଉଚ୍ଚାରଣକୁ ହିଁ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ। ଦେଖିବା, ନୀରବ ପଠନ ବେଳେ ପାଠକ କଣ କରିଥାଏ? ଉଚ୍ଚାରଣ ନକରି ମନେ ମନେ ପଢେ, ଦେଖି ଦେଖି ପଢେ, ଗୁଣୁ ଗୁଣୁ ହୋଇ ପଢେ, ବଡ ପାଟିରେ ପଢି ପରେ ମନେ ପକାଏ। ତ ଫ୍ରେଣ୍ଡସ୍, ନୀରବ ପଠନ କଥା କହୁଛି। ତ ଉଚ୍ଚାରଣ ନକରି ମନେ ମନେ ପଢେ। ନୀରବ ପଠନ ମାନେ ଫ୍ରେଣ୍ଡସ୍, ନିହାତି ପିଲାଟା ମନେ ମନେ ପଢୁଥିବ, ତ ଉଚ୍ଚାରଣ ନକରି ମନେ ମନେ ପଢେ। ନୀରବ ପଠନ କେଉଁଥିପାଇଁ ଆବଶ୍ୟକ? ଭାବବୋଧ, ରସବୋଧ, ଅର୍ଥବୋଧ, ସୌନ୍ଦର୍ଯ୍ୟବୋଧ। ତ ନୀରବ ପଠନ କଥା କହୁଛି ଫ୍ରେଣ୍ଡସ୍, ଆପଣଙ୍କର ଅର୍ଥବୋଧ। ନୀରବ ପଠନ ହଉଛି ମାନେ ପିଲାଟି ବୁଝୁଛି। ନୀରବ ପଠନ କେଉଁଠାରେ ଅଧିକ କରାଯାଇଥାଏ? ପ୍ରେକ୍ଷାଳୟରେ, ପାଠାଗାରରେ, ଖେଳ ପଡିଆରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ। ତ ଫ୍ରେଣ୍ଡସ୍, ନୀରବ ପଠନ ପାଠାଗାରରେ ଆପଣଙ୍କର କରାଯାଏ। ତଳ ଶ୍ରେଣୀରେ ବନାନ ଅଶୁଦ୍ଧି ଦୂର ପାଇଁ ଶିକ୍ଷକ କଣ କରିବେ ନାହିଁ? କଣ କରିବେ ନାହିଁ? ପିଲାଙ୍କୁ ଶ୍ରଦ୍ଧା କରିବେ,
ପିଲାଟିକୁ ନିଜେ ତାଙ୍କ ଭୁଲଟି ବାହାର କରିବାକୁ କହିବେ, ପିଲାଟିକୁ ଦଣ୍ଡ ଦେବେ, ପିଲାଟିକୁ ଭୁଲ ସୁଧାରିବା ପାଇଁ ସୁଯୋଗ ଦେବେ। ଆପଣଙ୍କର ତଳ ଶ୍ରେଣୀରେ କରିବେ ନାହିଁ ତ ପିଲାଟିକୁ ଦଣ୍ଡ ଦେବେ ନାହିଁ। ନିମ୍ନଲିଖିତ କେଉଁ ଶବ୍ଦଟି ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ ଯୋଗୁଁ ହୁଏ? ଏଇଟା ଆପଣଙ୍କର ଉଚ୍ଚାରଣ ଭୁଲ ହେଲେ ଆପଣଙ୍କର ହଉଛି ଶବ୍ଦଟି ମଧ୍ୟ ଭୁଲ ହେଇଯିବ। ତ ଆପଣଙ୍କର ସମାସ୍ୟା। ନିମ୍ନଲିଖିତ କେଉଁ ଶବ୍ଦଟି ବ୍ୟାକରଣ ଜ୍ଞାନର ଅଭାବ ଯୋଗୁଁ ହୋଇଥାଏ? ବ୍ୟାକରଣ ଜ୍ଞାନର ଅଭାବ ଯୋଗୁଁ ହେଇଥାଏ। ତ ଆପଣଙ୍କର ଦୁରାବସ୍ଥା, ଗଣେଶ, ଯଶୋଦା, ବ୍ୟବସ୍ଥା। ତ ଆନ୍ସର ଆପଣଙ୍କର ହେଇଯିବ କୋଉଟା? ଆପଣଙ୍କର ଯେହେତୁ ଏଠି ଦେଇଛି ଦୁରାବସ୍ଥା ବି ଦେଇଛି, ଗଣେଶ ଦେଇଛି, ଯଶୋଦା ଦେଇଛି, ଏଇଟା ଆପଣଙ୍କର ବ୍ୟବସ୍ଥା ବୋଲି ଦେଇଛି। ତ ଏଠି ଆପଣଙ୍କର ଆନ୍ସର ହେଇଯିବ ଦୁରାବସ୍ଥା। ଶଶିଭୂଷଣ ଶବ୍ଦରେ ବ୍ୟାକରଣର କେଉଁ ନିୟମ ଅନୁସାରେ ତ୍ରୁଟିପୂର୍ଣ୍ଣ ଅଟେ? ସନ୍ଧି, ସମାସ, ନତ୍ୱବିଧି, ସତ୍ୱବିଧି। ତ ଆପଣଙ୍କର ସମାସ। ନିମ୍ନଲିଖିତ କେଉଁଟି ବର୍ଣ୍ଣାଶୁଦ୍ଧିର କାରଣ ନୁହେଁ? ବ୍ୟାକରଣ ଜ୍ଞାନର ଅଭାବ, ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ, ଶ୍ରୁତ ଲିଖନ, ଅମନୋଯୋଗିତା ଓ ପାରିପାର୍ଶ୍ୱିକ ପ୍ରଭାବ। ତ ବର୍ଣ୍ଣାଶୁଦ୍ଧିର କୋଶ୍ଚେନ୍ ଟା ଭଲ ଭାବେ ଫ୍ରେଣ୍ଡ ସବୁବେଳେ ପଢିବେ, ଆପଣଙ୍କୁ ଡାଇଭର୍ଟ କରିବା ପାଇଁ ଏମିତି କୋଶ୍ଚେନ୍ ଦିଏ। ବର୍ଣ୍ଣାଶୁଦ୍ଧିର କାରଣ ନୁହେଁ, କାରଣ ନୁହେଁ ବୋଲି ମାଗିଛି। ନୁହେଁ। ବ୍ୟାକରଣ ଜ୍ଞାନର ଅଭାବ, ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ, ଏଟା ହଉଛି ଶ୍ରୁତ ଲିଖନ। ବର୍ଣ୍ଣାଶୁଦ୍ଧିର କାରଣ ନୁହେଁ। ଅମନୋଯୋଗିତା ହବ, ଭଲସେ ନ ଶୁଣିଲେ ଭଲ କହିପାରିବନି। ତ ଗଲା ଶ୍ରୁତ ଲିଖନ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ କୁ ଆସିବା। ପିଲାଙ୍କ ଭିତରେ ଥିବା ସାମର୍ଥ୍ୟ ଶିକ୍ଷଣର ବାଧକ। ଗଦ୍ୟ ଶିକ୍ଷାଦାନ ଶିକ୍ଷଣର କେଉଁ ସୋପାନରେ ପ୍ରସଙ୍ଗର ଭାବ ଉନ୍ମୋଚନ ଓ ବୋଧ ଜ୍ଞାନ କରାଯାଇଥାଏ? ଆପଣଙ୍କର ଭାବ ଉନ୍ମୋଚନ ଓ ବୋଧ ଜ୍ଞାନ, ଉପସ୍ଥାପନ, ମୂଲ୍ୟାୟନ, ଉପକ୍ରମ, ଲବ୍ଧ ଜ୍ଞାନ। ଉପସ୍ଥାପନରେ ଗଦ୍ୟ ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟଟା କଣ? ନିରବ ପଠନ, ଭାବ ଗ୍ରହଣ, ସୌନ୍ଦର୍ଯ୍ୟ ଚିତ୍ରଣ, ଉଚ୍ଚ ପଠନ। ତ ଆପଣଙ୍କର ଆନ୍ସର ହେଇଗଲା ସୌନ୍ଦର୍ଯ୍ୟ ଚିତ୍ରଣ। ଗଦ୍ୟ ଶିକ୍ଷାଦାନ ଶିକ୍ଷଣ ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାର୍ଥୀ ମାନଙ୍କୁ କାହା ସହିତ ପରିଚିତ କରିବାକୁ ବିଶେଷ ଧ୍ୟାନ ଦେବେ? କବିତାର ମୁଖ୍ୟ ଚରିତ୍ର, କାବ୍ୟିକ ଆନନ୍ଦ, କବିତାର ଭାବଧାରା, କବିତାର ଅନ୍ତର୍ନିହିତ ଭାବ। ଫ୍ରେଣ୍ଡସ୍ ଆପଣଙ୍କର ଆନ୍ସର କୋଉଟା ହବ? କାବ୍ୟିକ ଆନନ୍ଦ। ସାହିତ୍ୟର କେଉଁ ବିଭାଗ ରୁଚିବୋଧ ଓ ସୌନ୍ଦର୍ଯ୍ୟ ଚେତନାକୁ ମାର୍ଜିତ କରେ? ଗଦ୍ୟ, ଅତିରିକ୍ତ ସାହିତ୍ୟ, ନାଟକ, ପଦ୍ୟ। ତ ଫ୍ରେଣ୍ଡସ୍ ଆପଣଙ୍କର ଆନ୍ସର ହେଇଗଲା ପଦ୍ୟ। କବିତାଟିକୁ ପିଲାମାନେ ଭଲ ଭାବେ ବୁଝିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାହା ଉପରେ ଗୁରୁତ୍ୱ ଦେବେ? ଭଲ ଭାବେ ବୁଝିବ। ନାଟକୀୟତା, ନିରବ ପଠନ, ଉତ୍ତମ ଆବୃତ୍ତି, କଷ୍ଟ ଶବ୍ଦ ଗୁଡିକୁ ବୁଝାଇବା। ତ ଭଲ ଭାବରେ ପିଲାଟି ବୁଝିବ କେତେବେଳେ? ନିରବ ପଠନ କଲେ। ନିରବ ପଠନ କଲେ। ଦେନ୍ ଦେଖିବା ଗଦ୍ୟ ପାଠ ଶିକ୍ଷାଦାନ ଶିକ୍ଷଣର କେଉଁ କାର୍ଯ୍ୟଟି ପଦ୍ୟ ଶିକ୍ଷାଦାନ ସମୟରେ କରାଯାଏନି? କୋଉଟା ଗଦ୍ୟର କରାଯାଏ ଅଥଚ ପଦ୍ୟରେ କରାଯାଏନି? ଉଚ୍ଚ ପଠନ, ନିରବ ପଠନ, ଭାବ ଉନ୍ମୋଚନ, ଶବ୍ଦ କାଠିନ୍ୟ ଦୂରୀକରଣ ବା ଶବ୍ଦାନୁଶୀଳନ। ତ ଆପଣଙ୍କର ଶବ୍ଦ କାଠିନ୍ୟ ଦୂରୀକରଣ ବା ଶବ୍ଦାନୁଶୀଳନ। ସାହିତ୍ୟର କେଉଁ ବିଭାଗ ଶିକ୍ଷାଦାନ ଶିକ୍ଷଣରେ ପ୍ରତ୍ୟେକ କଠିନ ଶବ୍ଦର ସ୍ପଷ୍ଟୀକରଣ ଓ ଶବ୍ଦାନୁଶୀଳନ କରିଥାନ୍ତି? ତ ସାହିତ୍ୟର ଆପଣଙ୍କର ପଦ୍ୟ ଶିକ୍ଷାଦାନ, ଗଦ୍ୟ ଶିକ୍ଷାଦାନ, ବ୍ୟାକରଣ ଶିକ୍ଷାଦାନ, ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ କେଉଁ ବିଭାଗରେ କେଉଁ ଶିକ୍ଷାଦାନ ଦେବା ସମୟରେ ଆପଣଙ୍କୁ କଠିନ ଶବ୍ଦର ସ୍ପଷ୍ଟୀକରଣ ଓ ଶବ୍ଦାନୁଶୀଳନ କରିବାକୁ ପଡିଥାଏ? ତ ଫ୍ରେଣ୍ଡସ୍ ଆପଣଙ୍କର ଗଦ୍ୟ ଶିକ୍ଷାଦାନରେ ଆପଣଙ୍କୁ କଠିନ ଶବ୍ଦର ସ୍ପଷ୍ଟୀକରଣ ଓ ଶବ୍ଦାନୁଶୀଳନ କରିବାକୁ ପଡିଥାଏ।
ଆଉ ଗୋଟେ କଥା ମନେ ରଖନ୍ତୁ फ्रेंड्स, ତ ଏଇ କଠିନ ଶବ୍ଦର ସ୍ପଷ୍ଟୀକରଣ ଓ ଶବ୍ଦାନୁଶୀଳନ ଯୋଉ କରିବାକୁ ପଡେ କେଉଁ ସୋପାନରେ କରାଯାଏ? ଆପଣଙ୍କର ଉପସ୍ଥାପନ ସୋପାନରେ କରାଯାଏ। ଏଣ୍ଡ ଆପଣଙ୍କର ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ ଏଣ୍ଡ ଶିକ୍ଷାର୍ଥୀଙ୍କ ସରଳ ପଠନ ପରେ ଆପଣଙ୍କର ଶବ୍ଦାନୁଶୀଳନଟି କରାଯାଇଥାଏ। ଦେନ୍ ଆପଣଙ୍କର ନିରବ ପଠନ କରାଯାଏ। ତ ଏଠି ଆପଣଙ୍କର ଆନ୍ସର ହେଇଗଲା ଗଦ୍ୟ ଶିକ୍ଷାଦାନ ସମୟରେ ଆପଣଙ୍କର କଠିନ ଶବ୍ଦର ସ୍ପଷ୍ଟୀକରଣ ଓ ଶବ୍ଦାନୁଶୀଳନ କରାଯାଇଥାଏ। ତ ଆପଣଙ୍କର ଆନ୍ସର ହେଇଗଲା ଗଦ୍ୟ। ଦେନ୍ ଦେଖିବା फ्रेंड्स, ଲିଖନ କାହାକୁ କହନ୍ତି? ଲିଖନ କାହାକୁ କହନ୍ତି? ଅନ୍ୟର ଲେଖାକୁ ଦେଖି ଲେଖିବା, ବହିରୁ ପଢି ଲେଖିବା, ଅନ୍ୟମାନେ ବୁଝିଲା ପରି ଭାଷାରେ ଗୋଲ କରି ଲେଖିବା, ଯଥେଷ୍ଟ ସମୟ ନେଇ ସୁନ୍ଦର ଲେଖିବା। ତ फ्रेंड्स, ଆପଣଙ୍କର ଅନ୍ୟମାନେ ବୁଝିଲା ପରି ଭାଷାରେ ଗୋଲ କରି ଲେଖିବାଟା ହଉଛି ଆମର ମୁଖ୍ୟତଃ ଲିଖନ ବୋଲି କୁହାଯାଏ। କେଉଁ କଥାଟି ଲେଖାରେ ରହିବା ଉଚିତ ନୁହେଁ? ନୂଆ ବିଚାର, ନୂଆ କଳ୍ପନା, ତଥ୍ୟର ଅବତାରଣା, ଲେଖାରେ ଜଟିଳତା। ତ फ्रेंड्स, ଲିଖନଟା ଆପଣଙ୍କର ଏମିତିରେ ବି ଶ୍ରବଣ, କଥନ, ପଠନ ଲିଖନ ଠାରୁ ସବୁଠାରୁ ଅଧିକ ଜଟିଳ ଆପଣଙ୍କର ଦକ୍ଷତା ଅଟେ। ତ ସେଥିପାଇଁ ଲେଖାରେ ଜଟିଳତା ଆଦୌ ବି ରହିବା ଉଚିତ ନୁହେଁ। କେଉଁ ଦକ୍ଷତାର ବିକାଶ ପାଇଁ ଶିଶୁକୁ ତା ହାତ ଓ ଆଙ୍ଗୁଳିର ସୂକ୍ଷ୍ମ ମାଂସପେଶୀର ନିୟନ୍ତ୍ରଣ ପାଇଁ ତାଲିମ ଦେବା ଉଚିତ। ହାତ ଆଉ ଆଙ୍ଗୁଳିର ସୂକ୍ଷ୍ମ ମାଂସପେଶୀର ନିୟନ୍ତ୍ରଣ। କେଉଁ ଦକ୍ଷତା ବେଳେ ଆପଣଙ୍କର ଆଙ୍ଗୁଳିର ଆବଶ୍ୟକତା ପଡିଥାଏ? ଆପଣ ନିଜେ ଭାବିଲେ। ଆପଣଙ୍କର ପଠନ, ଶ୍ରବଣ, ଲିଖନ, କଥନ। ତ ଆପଣଙ୍କୁ ଲିଖନ ସମୟରେ ହିଁ ଯେହେତୁ ଆଙ୍ଗୁଳିର ଆବଶ୍ୟକତା ରହିଛି, ତ ସେଥିପାଇଁ ହାତ ଓ ଆଙ୍ଗୁଳିର ସୂକ୍ଷ୍ମ ମାଂସପେଶୀର ନିୟନ୍ତ୍ରଣ ପାଇଁ ଲିଖନ ସମୟରେ ତାଲିମ ଦେବା ଉଚିତ। କେଉଁ ଯୁକ୍ତିଟି ଠିକ? ପିଲାଙ୍କ ଦୁର୍ବଳତା ଦୂର କରାଯାଇ ପାରିବନି। ପିଲାଙ୍କ ଦୁର୍ବଳତା ତାଙ୍କ ରକ୍ତରେ ମିଶିଛି। ପିଲାଙ୍କ ମଧ୍ୟରେ ଥିବା ଭିନ୍ନତା ତାଙ୍କ ସାମର୍ଥ୍ୟ, କୌଣସିଟି ନୁହେଁ। ତ फ्रेंड्स, ଆପଣଙ୍କର ପିଲାଙ୍କ ମଧ୍ୟରେ ଥିବା ଭିନ୍ନତା ତାଙ୍କ ସାମର୍ଥ୍ୟ, ଯୋଉଟା ଇଣ୍ଡିଭିଜୁଆଲ ଡିଫରେନ୍ସ। ଆପଣଙ୍କର ବ୍ୟକ୍ତିଗତ ତାରତମ୍ୟ, ପିଲାଙ୍କ ଭିତରେ ଥିବା ଭିନ୍ନତା। କେତୋଟି ରେଖାଖଣ୍ଡକୁ ନେଇ ପିଲାମାନଙ୍କୁ ପ୍ରାକ୍ ଲିଖନରେ ଅଭ୍ୟସ୍ତ କରାଯାଏ? ତ ଆପଣଙ୍କର 5ଟି, 6ଟି, 9ଟି, 12ଟି, 9ଟି। ଲିଖନ ପାଇଁ ସାଧାରଣତଃ କେତୋଟି ପଦ୍ଧତି ଅନୁସରଣ କରାଯାଏ? 3ଟି ନା 4ଟି, 5ଟି ନା 6ଟି? ଆପଣଙ୍କର 3ଟି। କେଉଁ ଲିଖନ ପଦ୍ଧତିଟି ପିଲାମାନେ ଗୋଟିଏ ବାକ୍ୟ ବା ଧାଡିକୁ ଦେଖି ଦେଖି ଲେଖନ୍ତି? ତାମାନେ ପିଲାମାନେ କୋଉ ଲିଖନଟା ଦେଖି ଦେଖି ଲେଖନ୍ତି? ଶ୍ରୁତ ଲିଖନ ନା ପ୍ରଶ୍ନୁତ ଲିଖନ, ଦୃଷ୍ଟ ଲିଖନ ନା ରଚନା ଲିଖନ? ତ फ्रेंड्स, ଆପଣଙ୍କର ପିଲାମାନେ ଦେଖି ଦେଖି ଲେଖନ୍ତି ହେଉଛି ଦୃଷ୍ଟ ଲିଖନ। ମନର ଭାବକୁ ଉପଯୁକ୍ତ ପ୍ରକାଶ କରିବାରେ କେଉଁ ଦକ୍ଷତା ଏକ ବଳିଷ୍ଠ ମାଧ୍ୟମ? ଆପଣଙ୍କ ମନର ଯୋଉ ବି ଭାବନା ଅଛି ତାକୁ ଆପଣ ଯୋଉ ପ୍ରକାଶ କରିବେ, ପଠନ, ଲିଖନ, କଥନ, ଶ୍ରବଣ, ତ ଆପଣଙ୍କର ସବୁଠୁ ବଳିଷ୍ଠ ମାଧ୍ୟମ ଲିଖନ ବୋଲି କୁହାଯାଉଛି। କାହିଁକି फ्रेंड्स, ନା ମୁଁ ଆପଣଙ୍କୁ ଲାଷ୍ଟ କ୍ଲାସରେ ବି କହିଥିଲି, ଆପଣଙ୍କର କଥନ ମାଧ୍ୟମରେ ବା ମୌଖିକ ମାଧ୍ୟମରେ ଯଦି ଆପଣ କହୁଛନ୍ତି ତାହେଲେ ସେଇଟା ହଉଛି ଆପଣଙ୍କର କ୍ଷଣସ୍ଥାୟୀ ହବ। ଆପଣ କହିଦେବେ, ଯିଏ ଶୁଣିବ ସେ ଭୁଲିଯିବ। କିନ୍ତୁ ଲିପି ମାଧ୍ୟମରେ ତାକୁ ଯଦି ଲେଖି ଦିଆଯିବ ତାକୁ ସ୍ଥାୟୀ ରୂପ ଦେଇ ଦିଆଯାଏ। ତ ସେଥିପାଇଁ ହେଲେ ଲିଖନ। ଲିଖନ ଶିଖାଇବା ପୂର୍ବରୁ ପିଲାମାନେ କାହା ସହ ପରିଚିତ ହେବେ? ଲିଖନର ଆରମ୍ଭ ଓ ଶେଷ, ଲିପିର ପ୍ରକାର ଭେଦ, ବାକ୍ୟ ଲିଖନ, ଶବ୍ଦ ଲିଖନ। ତ फ्रेंड्स, ଆପଣଙ୍କର ଲିଖନ ଶିଖାଇବା ପୂର୍ବରୁ ପିଲାମାନେ ପ୍ରଥମେ ଲିପିର ପ୍ରକାର ଭେଦକୁ ଜାଣିବା ଦରକାର। ଓଡ଼ିଆ ଲିପି ଦେଖିବାକୁ କିପରି? ରେଖାକୃତି, ବର୍ଗାକାର, ବର୍ତ୍ତୁଳାକାର, ତ୍ରିଭୁଜାକାର। ତ ଓଡ଼ିଆ ଅକ୍ଷର ଗୁଡିକ ସବୁ ଗୋଲ ଗୋଲ, ବର୍ତ୍ତୁଳାକାର। ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି फ्रेंड्स। ଲିଖନ ଶିଖାଇବା ପୂର୍ବରୁ କଣ ଶିଖାଇବା ଉଚିତ? ପ୍ରାକ୍ ଲିଖନ, ପ୍ରାକ୍ କଥନ, ପ୍ରାକ୍ ପଠନ, ପ୍ରାକ୍ ଶ୍ରବଣ। ତ ଲିଖନ ଶିଖାଇବା ପୂର୍ବରୁ ପିଲାମାନଙ୍କୁ ଥିଓରି କ୍ଲାସରେ ମୁଁ ଡିସ୍କସନ କରିଥିଲି
ବହୁତ ଗୁଡ଼ିକ ଫୁଲ ଦେବେ, ସେମାନେ ସିଧା ଧାଡ଼ି କରିକି ରଖିବେ। ଗୋଡ଼ି ଦେବେ, ସିଧା ଧାଡ଼ି କରିକି ରଖିବେ। ତ ଏଇ ଯୋଉ ଯେହେତୁ ଆପଣଙ୍କୁ ଲିଖନଟା ସିଧା ଲେଖିବାକୁ ପଡ଼ିଥାଏ, ତ ସେଥିପାଇଁ ସିଧା ଧାଡ଼ି ଧାଡ଼ି କରିକି ତାଙ୍କୁ ସବୁ କଂକ୍ରିଟ ଜିନିଷ ଗୁଡ଼ିକ ଦେଇକି ଯଦି ସିଧା ରଖିବାକୁ ଦେବେ, ଏଇଟା ହଉଛି ତାଙ୍କର ପ୍ରାକ୍ ଲିଖନ। ଲିଖନ ଶିଖାଇବା ପୂର୍ବରୁ ପ୍ରାକ୍ ଲିଖନ ଶିଖାଇବେ। କେଉଁଟି ପ୍ରାକ୍ ଲିଖନର ବିକାଶ ପାଇଁ କାର୍ଯ୍ୟ। ଫୁଲ ଗୁଡ଼ିକୁ ଦେଖିଲେ ଆସିଲା କି ନାହିଁ ଯୋଉ କଥା ମୁଁ କହିଲି ଆପଣଙ୍କୁ। ଫୁଲ ଗୁଡ଼ିକୁ ଆଞ୍ଜୁଳାରେ ଧରି ଉପରକୁ ଫୋପାଡ଼ିବା, ଚକ୍‌କୁ ଟିକ୍ ଟିକ୍ କରି ଭାଙ୍ଗିବା, କାନରେ ଫୁସ୍‌ଫୁସ୍ କରି କହିବା, ଫୁଲ ବା ପତ୍ରକୁ ଗୋଟିଏ ଧାଡ଼ିରେ ସଜାଇବା। ଲେଖିବା ପୂର୍ବରୁ ପ୍ରାକ୍ ଲିଖନର କାମ ହଉଛି ଫୁଲ ବା ପତ୍ରକୁ ଗୋଟିଏ ଧାଡ଼ିରେ ସଜେଇବା। ବ୍ୟାକରଣ ଶିକ୍ଷାଦାନ ଶିକ୍ଷଣର କେଉଁ ପ୍ରଣାଳୀ ପିଲାମାନଙ୍କୁ ଭାରାକ୍ରାନ୍ତ କରାଏ? ତ ଫ୍ରେଣ୍ଡସ୍ ବ୍ୟାକରଣ ଶିକ୍ଷାଦାନ ମୁଁ ଆପଣଙ୍କୁ ଥିଓରି କ୍ଲାସରେ କହିଥିଲି ଆମର 3ଟି ପଦ୍ଧତିରେ ହୁଏ। ଗୋଟେ ହଉଛି ଆପଣଙ୍କର ପାଠ୍ୟପୁସ୍ତକ ପ୍ରଣାଳୀ, ଗୋଟେ ହଉଛି ଆରୋହ, ଗୋଟେ ହଉଛି ଅବରୋହ। ପାଠ୍ୟପୁସ୍ତକ ପ୍ରଣାଳୀ ହଉଛି ଫ୍ରେଣ୍ଡସ୍ କଣ ନା ଆପଣ ଶିକ୍ଷକ ଆସିବେ ବିଦ୍ୟାଳୟରେ କେବଳ ବ୍ୟାକରଣ ବହିକୁ ଧରିବେ, ସେ ବହିରେ ଯାହା ଲେଖା ହେଇଛି ସେଇ ବହିକୁ ଧରିକି ପଢ଼େଇ ଦେଇକି ତାଙ୍କର ଉଦ୍ଦେଶ୍ୟକୁ ସାଧନ କରିକି ଯିବେ। ତ ଏଇଟା ହଉଛି ଏଠି କିଛି ବୁଝେଇବାର ବେଶୀ ନାହିଁ, ତ ଏଇଟା ହଉଛି ପାଠ୍ୟପୁସ୍ତକ ପ୍ରଣାଳୀ। କିନ୍ତୁ ଆରୋହ ଅବରୋହ ହଉଛି ଆପଣଙ୍କର, ଆରୋହ ହଉଛି ଉଦାହରଣ ଦେଇ ଦେଇ ସୂତ୍ରକୁ ଯିବେ, ଅବରୋହ ହଉଛି ପିଲାକୁ ଡାଇରେକ୍ଟ ଆସିକି ସୂତ୍ର ମୁଖସ୍ଥ କରାଇବେ, ସୂତ୍ର ମୁଖସ୍ଥ କରେଇକି ତାପରେ ତା ରିଲେଟେଡ୍ ଉଦାହରଣ ଦେବେ। ତ ପିଲାଙ୍କୁ ଭାରାକ୍ରାନ୍ତ କରେଇ ଦିଏ, ଭାରାକ୍ରାନ୍ତ କରେଇ ଦିଏ ଆପଣଙ୍କର ଅବରୋହ ପଦ୍ଧତି। ପିଲାମାନଙ୍କୁ ମୁଖସ୍ଥ କରିବାକୁ ଯୋଉଟା ବହୁତ ଡିଫିକଲ୍ଟିଜ ଆସିଥାଏ, ସେମାନେ ଏକ୍ଜାମରେ ଭୁଲିଗଲେ ଆଉ ଆଦୌ ବି ଆନ୍ସର କରିପାରିବେ ନାହିଁ। ବ୍ୟାକରଣ ଶିକ୍ଷାଦାନ ଶିକ୍ଷଣର କେଉଁ ପ୍ରଣାଳୀଟି ଉତ୍ତମ ପଦ୍ଧତି? ପାଠ୍ୟପୁସ୍ତକ ପଦ୍ଧତି, ଆରୋହ ପଦ୍ଧତି, ଅବରୋହ, ପ୍ରଶ୍ନ ଉତ୍ତର। ତ ଆପଣଙ୍କର ସବୁଠୁ ଉତ୍ତମ ପଦ୍ଧତି ହଉଛି ଫ୍ରେଣ୍ଡସ୍ ଆରୋହ ପଦ୍ଧତି। ଆରୋହ ପଦ୍ଧତି। ବ୍ୟାକରଣ ଶିକ୍ଷାଦାନ ଶିକ୍ଷଣର କେଉଁ ପଦ୍ଧତିରେ ଶିକ୍ଷକ ବହି ଧରି ପଢ଼ାନ୍ତି ଓ ସୂତ୍ର ନ ବୁଝି ପାରିଲେ ବୁଝାଇ ଦିଅନ୍ତି? ଆରୋହାତ୍ମକ, ଅବରୋହ, ପାଠ୍ୟପୁସ୍ତକ, ପ୍ରଶ୍ନ ଉତ୍ତର। ତ ବହି ଧରି ପଢ଼ନ୍ତି ଆପଣଙ୍କର ଏବେ କହିଲି ପାଠ୍ୟପୁସ୍ତକ ପ୍ରଣାଳୀରେ। MLEର ପୁରା ନାମ କଣ? ମଦର ଲାଙ୍ଗୁଏଜ ଏଜୁକେସନ, ମଲ୍ଟିଲିଙ୍ଗୁଆଲ ଏଜୁକେସନ, ମାସ୍ ଲିଙ୍ଗୁଆଲ ଏଜୁକେସନ, ମଡର୍ନ ଲାଙ୍ଗୁଏଜ ଏଜୁକେସନ। ତ MLE ହଉଛି ମଲ୍ଟିଲିଙ୍ଗୁଆଲ ଏଜୁକେସନ, ଯୋଉଟା ବହୁଭାଷୀ ଶିକ୍ଷଣ। କେଉଁ କାରଣ ପାଇଁ ପିଲାଙ୍କ ଭିତରେ ଭିନ୍ନତା ଦେଖାଯାଏ? ଭିନ୍ନତା ଦେଖାଯାଏ କେଉଁ କାରଣ ପାଇଁ? ଏକାଠି ଖେଳୁଥିବାରୁ, ଏକାଠି ବସୁଥିବାରୁ, ଅଲଗା ଅଲଗା ପରିବେଶରୁ ଆସିଥିବାରୁ, ଗୋଟିଏ ଶ୍ରେଣୀରେ ପଢୁଥିବାରୁ। ପିଲାମାନେ ଅଲଗା ଅଲଗା ପରିବେଶରୁ ଆସିଥିବାରୁ ତାଙ୍କ ଭିତରେ ଭିନ୍ନତା ଦେଖାଯାଇଥାଏ। ପ୍ରାଥମିକ ସ୍ତରରେ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତିଟି ଉପଯୋଗୀ ନୁହେଁ କହିଲା ଫ୍ରେଣ୍ଡସ୍, ଭଲ ଭାବେ ପଢିବେ। OTET 2015ରେ ଆସିଥିଲା ଆପଣଙ୍କର ଶିକ୍ଷଣ କାର୍ଯ୍ୟ ପଦ୍ଧତି, କ୍ରିୟା ପ୍ରତିକ୍ରିୟା ପଦ୍ଧତି, କ୍ରୀଡ଼ା ପଦ୍ଧତି, ସମ୍ବ୍ୟାପକ ମୂଲ୍ୟାୟନ ପଦ୍ଧତି। ପ୍ରାଥମିକ ସ୍ତରରେ ଉପଯୋଗୀ ନୁହେଁ, ପ୍ରାଥମିକ ସ୍ତର ପିଲାଙ୍କ ପାଇଁ ସମ୍ବ୍ୟାପକ ମୂଲ୍ୟାୟନ ପଦ୍ଧତି। ଦେନ୍ ଦେଖିବା ଫ୍ରେଣ୍ଡସ୍, ପ୍ରାକ୍ ଲିଖନ ନିମନ୍ତେ ନିମ୍ନୋକ୍ତ କେଉଁଟି ଯଥାର୍ଥ ପନ୍ଥା ନୁହେଁ? ନୁହେଁ। ପୁଣି ଦେଖନ୍ତୁ, ସବୁବେଳେ କୋଶ୍ଚେନଟିକୁ ଭଲ ଭାବେ ପଢିବେ। ଏକ୍ଜାମ ଦେବାକୁ ଗଲେ ମୋ କଥା ଟିକେ ମନେ ପକେଇବେ ଯେ ସବୁବେଳେ କୋଶ୍ଚେନଟିକୁ ଆପଣ ଭଲ ଭାବେ ଲାଷ୍ଟ ପର୍ଯ୍ୟନ୍ତ ପଢିବେ। ଖାଲି ଟିକେ ଦେଖିଦେବେନି ଦେଇକି ହଁ ମତେ ତ ଏଇଟା ଆସିଯିବ, ନା, ନୁହେଁ ବୋଲି ବାରମ୍ବାର ଥାଏ। ଏକ୍ଜାମ ଦେଇ ଆସିଲେ ଦେଖିବେ ଜାଣିପାରିବେ। ତ OTET 2015ରେ ଆସିଥିଲା ପ୍ରାକ୍ ଲିଖନ। ଶିଶୁକୁ ଫୁଲ ଖଡି ଧରାଇ 3ଟି ଓ ମଡାଇବା, ବିନ୍ଦୁ ଯୋଡି ଚିତ୍ର ଆଙ୍କିବା, ଗାର ଟାଣି ଚିତ୍ରରେ ରଙ୍ଗ ଦେବା, କଲମ ଧରାଇ ଅକ୍ଷର ଲେଖିବାକୁ କହିବା। ତ ଫ୍ରେଣ୍ଡସ୍ କଲମ ଧରାଇ ଅକ୍ଷର ଲେଖିବାକୁ କହିବା ଏଇଟା ହଉଛି ଯଥାର୍ଥ ପନ୍ଥା ନୁହେଁ। ସୃଜନାତ୍ମକ ଲିଖନରେ ସହାୟକ ଦେଖିଲେ ଫ୍ରେଣ୍ଡସ୍, ବାରମ୍ବାର ସେଇ ପାଇଁ କୁହେ କୋଶ୍ଚେନ ଭଲସେ ପଢିବା। ହୋଇନଥାଏ। ଚିତ୍ର ଦେଖି ଗଳ୍ପ ଲେଖିବା। ଆପଣଙ୍କୁ ସୃଜନାତ୍ମକ ଲେଖନ ଯୋଉଟା କ୍ରିଏଟିଭ ରାଇଟିଂ କଣ ନା ପିଲାଟି ମନରୁ କିଛି ଲେଖୁଥିବ, ମନରୁ ଭାବିକି ଲେଖୁଥିବ। ସେ କବିତା ହେଲା କି ସେ ଗଳ୍ପ ହେଲା, ଗୋଟେ ଚିତ୍ରକୁ ଦେଖିକି ଲେଖୁଥିବ। ତ ସେଠି ତାକୁ ଲେଖିବା ପାଇଁ
କିଛି କୋଉଠୁ କପି କରିବାକୁ ପଡୁନଥିବ, କୋଉଠି କିଛି ସିଏ ଅବିକଳ ଉଠଉନଥିବ, ତ ଏଇଟା ହଉଛି ସହାୟକ ହୋଇନଥାଏ। ଚିତ୍ର ଦେଖି ଗଳ୍ପ ଲେଖିବା। ଚିତ୍ରକୁ ଦେଖିକି ଯେତେବେଳେ ସେ ଗଳ୍ପ ଲେଖୁଛି, ଏଠି କ୍ରିଏଟିଭ ରାଇଟିଂ ହଉଛି, ନିଜ ମନରୁ ଲେଖୁଛି। ଅନୁଚ୍ଛେଦର ଅବିକଳ ନକଲ। ଅବିକଳ ନକଲଟା ଆଦୌ ବି କ୍ରିଏଟିଭ ରାଇଟିଂ ନୁହେଁ। ସେ ତ ଅନୁଚ୍ଛେଦକୁ ଖାଲି କପି କରିକି ଉଠେଇ ଦେଲା, ସେଠି ତ କିଛି କ୍ରିଏଟିଭିଟି ରହିଲା ନାହିଁ। ଗୋଟିଏ ନାମକରଣକୁ ନେଇ ଗଳ୍ପ ଲେଖିବା, ନିଶ୍ଚୟ ଏଇଟା କ୍ରିଏଟିଭିଟି ଅଛି। କାହିଁକି ନା ଗୋଟେ ତାକୁ ନାମକରଣ ଦିଆଯିବ, ଧରନ୍ତୁ ତାକୁ କୁହାଯିବ ବିଦ୍ୟାଳୟ। ବିଦ୍ୟାଳୟ ବିଷୟରେ ଲେଖ, ତ ସେଟା ତାର ଗୋଟେ କ୍ରିଏଟିଭିଟି। କେତୋଟି ଶବ୍ଦକୁ ନେଇ ଅନୁଚ୍ଛେଦ ଲେଖିବା, ଏଟା ମଧ୍ୟ ହେଲା। ଆପଣ ଧରନ୍ତୁ ଦେଲେ ଜଙ୍ଗଲ, ବାଘ, ଭାଲୁ, ହରିଣ, ଏମିତି କିଛି ଶବ୍ଦ ଦେଲେ, ତ ସେଇଠି ଯାହା ବି ଗପଟି ସେ ଲେଖିଲା ନିଜ ମନରୁ ହିଁ ଲେଖିଲା। ତ ଏଗୁଡିକ ସବୁ ହେଲା ସୃଜନାତ୍ମକ ଲିଖନ ବା କ୍ରିଏଟିଭ ରାଇଟିଂ। କିନ୍ତୁ ଅନୁଚ୍ଛେଦର ଅବିକଳ ନକଲ କରିବା, ଏଇଟା ହଉଛି ଆପଣଙ୍କର ନୁହେଁ। ଦେଖି ନାହିଁ କେତେ ଦିନ ଖଣ୍ଡଗିରି। କବିତାଟି ଶ୍ରେଣୀ ଗୃହରେ ପଢା ହେଲେ କେଉଁ ବିଶେଷ ଉଦ୍ଦେଶ୍ୟଟି ସାଧିତ ହେବ? OTT 2015ରେ ଆସିଛି। ପିଲାମାନେ ଅତୀତ ଇତିହାସ ଜାଣିବେ, ପିଲାମାନେ ଖଣ୍ଡଗିରି ଦେଖିବାକୁ ମନ ବଳାଇବେ, ପିଲାମାନେ ଖଣ୍ଡଗିରି ତଥା ତାର ଆଖପାଖ ଅଞ୍ଚଳ ବିଷୟରେ ଜାଣିବେ, ପିଲାମାନେ ଅତୀତ ଗୌରବରେ ଉଦ୍ବୁଦ୍ଧ ହେବେ। ତ ଆପଣଙ୍କର ଦେଖି ନାହିଁ କେତେ ଦିନ ଖଣ୍ଡଗିରି ଯୋଉ ବିଷୟଟା ଅଛି, ପିଲାମାନେ ଅତୀତ ଗୌରବରେ ଉଦ୍ବୁଦ୍ଧ ହେବେ। ଅତୀତ ଗୌରବ ବିଷୟରେ ପିଲାମାନେ ଜାଣିବେ, ତ ସେଥିପାଇଁ ଦେଖି ନାହିଁ କେତେ ଦିନ ଖଣ୍ଡଗିରିଟି ପିଲାମାନଙ୍କୁ ପଢାଯାଉଛି। ମାତୃଭାଷା ଶିକ୍ଷାଦାନର ପ୍ରାଥମିକ ସ୍ତରରେ କେଉଁ ଦୁଇଟି କୌଶଳକୁ ଗୁରୁତ୍ୱ ଦେବା ଉଚିତ? 2015ରେ ଆସିଥିଲା। ପ୍ରାଥମିକ ସ୍ତର କଥା କହୁଛି ଫ୍ରେଣ୍ଡସ୍। ପଠନ ଲିଖନ ନା ଶ୍ରବଣ କଥନ, କଥନ ଓ ପଠନ ନା ଶ୍ରବଣ ଲିଖନ। ତ ଆପଣଙ୍କର ପ୍ରାଥମିକ ସ୍ତର ମାନେ ହିଁ ଆପଣଙ୍କର ଶ୍ରବଣ ଓ କଥନ। ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ମାଧ୍ୟମଟି ଫଳପ୍ରଦ ନୁହେଁ? OTT 2014ରେ ଆସିଥିଲା। ଆପଣଙ୍କର ପୁସ୍ତକର ଭାଷା, ଆଞ୍ଚଳିକ ଭାଷା, ପାରିବାରିକ ଭାଷା, କଥିତ ଭାଷା। ତ ପ୍ରାଥମିକ ସ୍ତରର ପିଲାଙ୍କ ପାଇଁ ଫଳପ୍ରଦ ନୁହେଁ ହଉଛି ଫ୍ରେଣ୍ଡସ୍ ପୁସ୍ତକର ଭାଷା। ସେମାନଙ୍କ ପାଇଁ ଯେତେ ଆପଣ ଆଞ୍ଚଳିକ ଘର ଭାଷା, ତାର ପରିବାରର ଭାଷା, କଥିତ ଭାଷାକୁ ୟୁଜ କରିବେ। କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ? OTT 2014ରେ ଆସିଥିଲା। ବିନ୍ଦୁ ଯୋଡି ଚିତ୍ର ଆଙ୍କିବା, ଦୁଇ ଧାଡି ମଧ୍ୟରେ ଅକ୍ଷର ଲେଖିବା, ଗୋଟିଏ ଗୋଲାକାର ଓ ଲେଖିବା, ଚିତ୍ର ମାଧ୍ୟମରେ ରଙ୍ଗ ଦେବା। ତ ଫ୍ରେଣ୍ଡସ୍ ଆପଣଙ୍କର ଏଠି ଯୋଉ ଦେଇଛି ଦୁଇ ଧାଡି ମଧ୍ୟରେ ଅକ୍ଷର ଲେଖିବା, ଏଇଟା ହଉଛି ଆପଣଙ୍କର ହସ୍ତାକ୍ଷର ଲିଖନର ଯାଏ। ପ୍ରଥମେ ପିଲାଟି ପ୍ରାକ୍ ଲିଖନ କରୁଛି, ତ ପ୍ରାକ୍ ଲିଖନ କରିବା ସମୟରେ ଆପଣଙ୍କର ଏଇଟା ସମ୍ପର୍କିତ ନୁହେଁ। ଦେନ୍ ଦେଖିବା ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ଶୁଦ୍ଧ ଶବ୍ଦ, ଅକ୍ଷର ଖେଳ, ବନାନ ଖେଳ, ଶବ୍ଦାନ୍ତ ଖେଳ, ଅନ୍ତାକ୍ଷରୀ ଖେଳ। ଆପଣଙ୍କର ଏଇଟା 2014ରେ ଆସିଛି ଫ୍ରେଣ୍ଡସ୍। ଆପଣଙ୍କର ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ବନାନ ଖେଳ। ଆପଣଙ୍କର ବନାନ ଖେଳ, ପିଲାଟି ବନାନ ଗୁଡିକ ଶିଖିବ, ସ୍ପେଲିଂ ଶିଖିବ। କେଉଁଟି ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ? 2014ରେ ଆପଣଙ୍କର ଆସିଥିଲେ। ଆପଣଙ୍କର ମପାଚୁପା ଭାଷା, ଚଳନ୍ତି ଭାଷା ଇତ୍ୟାଦିର ପ୍ରୟୋଗ ପାଇଁ ସୁଯୋଗ ସୃଷ୍ଟି। ଆପଣ ଯେତେବେଳେ ବି ସଂକ୍ଷେପରେ ମନର ଭାବକୁ ପ୍ରକାଶ କରିବା, ଭାବର ସାନ୍ଦ୍ରତା, ବିନମ୍ରତା ଇତ୍ୟାଦି ଗୁଣ ଗୁଡିକ ଭାଷାରେ ପ୍ରକାଶ କରିବା, ଏ ସବୁ ଗୁଡିକ ଦରଖାସ୍ତ ଓ ପତ୍ର ଲିଖନର ଉଦ୍ଦେଶ୍ୟ। କିନ୍ତୁ ବର୍ଣ୍ଣାଶୁଦ୍ଧି ନିରାକରଣର କୌଶଳ ଜାଣିବା, ଏଟା ଦରଖାସ୍ତ ଓ ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ। ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିବା? OTT 2014ରେ ଆସିଥିଲା। ଯେଉଁ ଅରଣ୍ୟରେ ମଣିଷ କାହାକୁ ଭୟ କରେ ନାହିଁ, ଯେଉଁ ଅରଣ୍ୟରେ ବନବାସୀ ମନୁଷ୍ୟ ସ୍ୱଚ୍ଛନ୍ଦ ବିଚରଣ କରନ୍ତି, ଯେଉଁ ଅରଣ୍ୟର ଲୋକେ ବିବିଧ ଋତୁରେ ବଣଭୋଜି କରିଥାନ୍ତି, ଯେଉଁ ଅରଣ୍ୟରେ ଜୀବଜନ୍ତୁ ନିର୍ଭୟ ଓ ସ୍ୱାଧୀନ ଭାବେ ବିଚରଣ କରନ୍ତି, ଏଇଟା ହଉଛି ଅଭୟାରଣ୍ୟ। କେଉଁଟି ଗଦ୍ୟ ସାହିତ୍ୟର ଉଦ୍ଦେଶ୍ୟ ନୁହେଁ? ବିଭିନ୍ନ ଶବ୍ଦର ଅର୍ଥ ଜାଣିବା ଏବଂ ସେଗୁଡ଼ିକୁ ଭାଷାରେ ବ୍ୟବହାର କରିବା, ଶ୍ରୁତ ଲିଖନ ଓ ଶୁଦ୍ଧ ପଠନ ପ୍ରତି ଆକୃଷ୍ଟ କରାଇବା, ପଠନ ଶକ୍ତିର ଅଭିବୃଦ୍ଧି, ସମବୋଧକ ଭାବର ଅଭିବୃଦ୍ଧି। ତ ଫ୍ରେଣ୍ଡସ୍ ଏଠି ଆପଣଙ୍କର ଆନ୍ସର ହେଇଯିବ ଆପଣଙ୍କର ସମବୋଧକ ଭାବର ଅଭିବୃଦ୍ଧି। ଗଦ୍ୟ ସାହିତ୍ୟ ଶିକ୍ଷାଦାନ ବେଳେ ଉପସ୍ଥାପନ ପାଇଁ କେତେ ସମୟ ଦିଆଯାଇଥାଏ? 5 ମିନିଟ୍, 10 ମିନିଟ୍, 20 ମିନିଟ୍, 30 ମିନିଟ୍। ତ ଆପଣଙ୍କୁ 30 ମିନିଟ୍ ଟାଇମ ଦିଆଯାଇଥାଏ ଉପସ୍ଥାପନ ପାଇଁ। ଆପଣଙ୍କୁ
गोटे 40 मिनिट थिबा पीरियड रे 5 मिनिट उपक्रम आपणकर 30 मिनिट उपस्थापन एंड 5 मिनिट मूल्यांकन पाई दिया जाय थाए। गद्य शिक्षादान शिक्षण प्रथम सोपानटी कौन? प्रयोग, उपस्थापन, उपक्रम, शब्द काठिन्य दूरीकरण। तो गद्य शिक्षादान शिक्षण प्रथम सोपान आपणकर गद्य हैला कि पद्य हैला कि आपणकर इंग्लिश हैला कि हिस्ट्री हैला कि जियोग्राफी हैला आपण जो भी शिक्षादान दबाकू जाउछंती तो आपणकर सेठी कोन करियाको पडुची आपणको प्रथम सोपान ही उपक्रम करिवाको पडुची देन आपणको उपस्थापन देन आपणको प्रयोग। टीएलएम रो पूरा नाम कौन? टीचर लर्निंग मटेरियल्स, टीचर लेवल मटेरियल्स, टीचिंग लर्निंग मटेरियल्स, टीचिंग लर्नर मटेरियल्स। तो फ्रेंड्स टीएलएम होची आपणकर ओइठे आपण मानको कहि रखे गोटे वर्ड आसे टीएलएम गोटे वर्ड आसे टीएलई। तो जे पर्यंत आपण सब विभिन्न प्रकार चार्ट पेपर बनै विभिन्न प्रकार सब टीएलएम चित्र विचित्र बनै पिलांक पाई ताको जे पर्यंत आपण यूज करिना टीएलएम कॉर्नर रे रखिचंती तो सेई गुडी को होची टीएलई टीचिंग लर्निंग एलिमेंट्स। किंतु जेते बेले सेई पर्टिकुलर आपणकर चित्रटी को आनिकी पिला को आपण पढ़ाउचंती यूज करूचंती सेटा हे जिवो आपणकर टीचिंग लर्निंग मटेरियल्स। तो एबे आपणकर टीएलई एंड टीएलएम रो डिफरेंस विषय रे आपण निश्चय बुझी पारिथिबे एग्जाम रो आसिले भी करि पारिबे। टीचिंग लर्निंग मटेरियल्स टीचिंग लर्निंग मटेरियल्स। प्रयोग सोपानर उद्देश्य कौन? विषयटी को आरंभ करिबा, विषय को सुंदर भावे उपस्थापना करिबा, विषय संपर्कित व्याख्या प्रदान करिबा, केते दूर पिला माने पाठ बुझिले जानिबा। तो फ्रेंड्स पिला आपणकर केते दूर पिला माने पाठ बुझिले जानिबा एटा होची प्रयोग सोपानर उद्देश्य। निम्नलिखित केउटी कविता पाठर उद्देश्य? कठिन शब्द को बुझिबा, कठिन शब्द को नहीं वाक्य गठन करिबा, विराम चिन्हर व्यवहार करिबा, पाठरू आनंद उपलब्धि करिबा। तो फ्रेंड्स पाठरू आनंद उपलब्धि करिबा। कवितार शिक्षादान रे केउ कार्यटी अति गुरुत्वपूर्ण? कवि परिचय, शिक्षकଙ୍କ आवृत्ति, भावर रसबोध एवं भाव उन्मोचन, पिलामानଙ୍କ द्वारा आवृत्ति। तो फ्रेंड्स भावर रसबोधक भाव उन्मोचन एटा होची कवितारे रसबोध हेइथाय। रचना केते प्रकारर? आपणकर रचना होची फ्रेंड्स आपणकर दुई प्रकारर मुक्त रचना एंड सूचनात्मक रचना। तो जेते बेले आपणको कोहा जिवो लेखन्तु नई बढीर रचना कि लेखन्तु वर्षा ऋतुर रचना कि लेखन्तु विद्यालयर रचना। तो एटा होची मुक्त रचना आपणको मुक्त कर दिया गला आपण से नई बढी विषय रे हला कि विद्यालय विषय रे आपण हेले फ्री तो आपण जहा पारिबे सेही विषय रे रचना लेखि जिबे। किंतु सूचनात्मक रचना होची फ्रेंड्स आपणको पिला मानको आपण धर देबे विद्यालय आपणकर ऑफिस गृह, श्रेणी प्रकोष्ठ, बगीचा, खेल पड़िया, कंप्यूटर लैब, मध्याह्न भोजन, रोषेईशाला। तो ये जो सूचना आपण देई देबे तो ये जो सूचना गुड़िक देई देबे ना तो पिला को ए सूचना को ही टच करिकी रचनाटी लेखिबार अछि। तो सेति पई आपणकर रचना होची दुई प्रकारर गोटे होची मुक्त रचना आ गोटे होची सूचनात्मक रचना। देन देखिबा फ्रेंड्स जेउ रचना लेखिबा पई कोनोसी सूचना नथाए एबे कहि कि गली ताको कोन कहा जाए? मुक्त रचना बोली कहा जाए एंड जोठी रचनार सूचना थाए सेठी सूचनात्मक रचना बोली कहा जाए। जेउ रचना लेखिबा पई किछि सूचना दिया जाय थाए ताको सूचनात्मक रचना बोली कहंती। तो आपणकर एठी आसिला अनुच्छेद लिखन केते प्रकार? तो अनुच्छेद लिखन कथा जो कहूची फ्रेंड्स अनुच्छेद लिखन मध्य से दुई प्रकारर जेते बेले आपनको किछि संपृक्त शब्द देकी अनुच्छेद लेखिबा पई कहा जिवो सेटा होची आपणकर गोटे टाइप रो अनुच्छेद लिखन आउ गोटे टाइप रो आपणकर शिक्षक पिला जानिथिबा परस्पर मध्य संपर्क थिबा शब्द देबे सेटा होची गोटे टाइप रो माने कोन धरंतु आपण देले आकाश चंद्र तारा एटा गोटे टाइप रो जिंस ना तो गोटे टाइप रो जदी रिलेटेड करिकी अनुच्छेद लेखिबा को दिया जाए ताले एटा होची गोटे संपर्कित अनुच्छेद लिखन। आउ गोटे होची फ्रेंड्स
ଧରନ୍ତୁ ଆପଣ କହିବେ ଆକାଶ, ଜଙ୍ଗଲ, ଠେକୁଆ, ସମୁଦ୍ର। ତ ଏଠି କାହା ସାଙ୍ଗର କାହାର ସମ୍ପର୍କ ନାହିଁ ତ କହିବେ ୟା ଉପରେ ଗୋଟେ ଅନୁଚ୍ଛେଦ ଲେଖ। ତ ଏଇଟା ହଉଛି ଆଉ ଗୋଟେ ଟାଇପର ଅନୁଚ୍ଛେଦ ଲିଖନ। ଅନୁଚ୍ଛେଦ ଲିଖନ ମଧ୍ୟ ଠିକ ଦୁଇ ପ୍ରକାରର। ଗୋଟେ ହଉଛି ସମ୍ପର୍କିତ ଶବ୍ଦକୁ ନେଇକି ଆଉ ଗୋଟେ ହଉଛି ଅସମ୍ପର୍କିତ ଶବ୍ଦକୁ ନେଇକି। ତ ଅନୁଚ୍ଛେଦ ଲିଖନ ମଧ୍ୟ ଫ୍ରେଣ୍ଡସ୍ ଦୁଇ ପ୍ରକାରର। ବିଶ୍ୱର ସର୍ବପ୍ରାଚୀନ ବୈୟାକରଣିକଙ୍କ ନାମ କଣ? ଯୋଉ ବ୍ୟାକରଣବିଦ ଯୋଉ ବୈୟାକରଣିକ ପତଞ୍ଜଳି, ସ୍ଫଟାୟନ ଏଣ୍ଡ ଆପଣଙ୍କର ମାଣବକ ଏଣ୍ଡ ପାଣିନି। ତ ଫ୍ରେଣ୍ଡସ୍ ଆପଣ ଏଇଟା ଭଲ ଭାବେ ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି ଫ୍ରେଣ୍ଡସ୍। ପାଣିନି ପାଣିନି ହେଉଛନ୍ତି ବିଶ୍ୱର ସବୁଠୁ ପୁରାତନ। କାହାକୁ ଭାଷା ବିଶ୍ଳେଷକ ଗ୍ରନ୍ଥ କୁହାଯାଏ? ଭାଷାକୁ ବିଶ୍ଳେଷଣ କରୁଛି, ଭାଷାକୁ ବିଶ୍ଳେଷଣ ଇତିହାସ, ବିଜ୍ଞାନ, ବ୍ୟାକରଣ, ଦର୍ଶନ ଶାସ୍ତ୍ର। ବ୍ୟାକରଣ। ଉଚ୍ଚ ପ୍ରାଥମିକ ସ୍ତରରେ ଲିଖନର ଉପଯୁକ୍ତ ବିକାଶ ହେଲା ବୋଲି କିପରି ଜାଣିବା? ଲିଖନର ଉପଯୁକ୍ତ ବିକାଶ ହେଇଛି ବୋଲି ଯେତେବେଳେ ପିଲାମାନେ ଶବ୍ଦ ଲେଖିବେ, ନା ଯେତେବେଳେ ପିଲାମାନେ ବାକ୍ୟ ଲେଖିବେ, ନା ଯେତେବେଳେ ଠିକ ଶୁଣି ଲେଖିବେ, ନା ପିଲା ନିଜ ମନକୁ ରଚନା ବା ଅନୁଚ୍ଛେଦ ଲେଖିପାରିବ। ତ ଫ୍ରେଣ୍ଡସ୍ ଉପର ଯୋଉ ପଏଣ୍ଟ ଗୁଡିକ ଦେଇଛି ସେଗୁଡିକ ଆପଣଙ୍କର ପ୍ରାଥମିକରେ ପ୍ରଯୁଜ୍ୟ। ଆପଣଙ୍କର ଏ ଯୋଉ ଶବ୍ଦ ବାକ୍ୟ ଏସବୁ ପ୍ରାଥମିକ ସ୍ତରରେ ପ୍ରଯୁଜ୍ୟ, କିନ୍ତୁ ଏଠି କହିଛି ଉଚ୍ଚ ପ୍ରାଥମିକ ସ୍ତର। ତ ଯେତେବେଳେ ପିଲା ନିଜ ମନକୁ ରଚନା ବା ଅନୁଚ୍ଛେଦ ଲେଖିପାରେ। ସୃଜନାତ୍ମକ ଲିଖନ କାହାକୁ କହନ୍ତି? ଶୁଣି ଶୁଣି ଲେଖିବା, ଦେଖି ଦେଖି ଲେଖିବା, ବାରମ୍ବାର କଟାକଟି କରି ଲେଖିବା, ଗୋଟିଏ ନୂଆ ଚିନ୍ତା କଳ୍ପନାକୁ ନେଇ ଲେଖିବା। ତ ସୃଜନାତ୍ମକ ଲିଖନଟା ଫ୍ରେଣ୍ଡସ୍ ହଉଛି ଆପଣଙ୍କର ଗୋଟିଏ ନୂଆ ଚିନ୍ତା କଳ୍ପନାକୁ ନେଇକି ଲେଖିବା। ବ୍ୟାକରଣ ଶିକ୍ଷାଦାନ ଶିକ୍ଷଣର କେଉଁ ପଦ୍ଧତିରେ ପ୍ରଥମେ ସୂତ୍ରଟି କୁହାଯାଏ? ତ ଫ୍ରେଣ୍ଡସ୍ ଆପଣଙ୍କୁ ବୁଝେଇଥିଲି ପାଠ୍ୟପୁସ୍ତକ ପ୍ରଣାଳୀ ଆରୋହ ଆଣ୍ଡ ଅବରୋହ। ତ ଅବରୋହ ପ୍ରଣାଳୀରେ ଶିକ୍ଷକ ପ୍ରଥମେ ଶିକ୍ଷାର୍ଥୀଙ୍କୁ ସୂତ୍ରଟି କହିବେ, ସୂତ୍ର ମୁଖସ୍ଥ କରାଇବେ ଏଣ୍ଡ କଳାପଟାରେ ଲେଖିଦେବେ, କହିବେ ଲେଖିକି ମୁଖସ୍ଥ କର। ତ ଏଇ ଟାଇପରେ ସେ ପ୍ରଥମେ ସୂତ୍ରଟି ପିଲାମାନଙ୍କୁ ମୁଖସ୍ଥ କରାନ୍ତି, ତାପରେ ଉଦାହରଣ ପକେଇବାକୁ କହନ୍ତି। ତ ପ୍ରଥମେ ସୂତ୍ରଟି କୁହାଯାଏ ଅବରୋହ ପ୍ରଣାଳୀରେ। ଗଛ କାଠୁରିଆ କବିତାଟି ପଢି ସାରିବା ପରେ ଶିକ୍ଷାର୍ଥୀ ଗଛ ବିଷୟରେ ଏକ କବିତା ଲେଖି ଶିକ୍ଷକଙ୍କୁ ଦେଖେଇଲା। ଏହା ତାର କେଉଁ ଗୁଣକୁ ବୁଝାଉଛି? OTT 2013 ସେକେଣ୍ଡରେ ଆସିଥିଲା। ତ ଆପଣଙ୍କର ସୃଜନଶୀଳତାର ବିକାଶ, ବର୍ଣ୍ଣାଶୁଦ୍ଧି, ବ୍ୟବହାରିକ ବ୍ୟାକରଣ ଜ୍ଞାନ ବୃଦ୍ଧି, ପ୍ରଶ୍ନ କରିବାର ଦକ୍ଷତା ବୃଦ୍ଧି। ତ ଫ୍ରେଣ୍ଡସ୍ ଏଇଟା ହଉଛି ସୃଜନଶୀଳତା ବା ଯୋଉଟା ଆପଣଙ୍କର କ୍ରିଏଟିଭିଟି। ମାତୃଭାଷା ଶିକ୍ଷାଦାନରେ କେଉଁ ପଦ୍ଧତି ସହାୟକ ନୁହେଁ? ଗଳ୍ପ କଥନ, ଛବି ପ୍ରଣାଳୀ, ଶବ୍ଦାର୍ଥବୋଧ, ଅନୁବାଦ। ତ ସହାୟକ ନୁହେଁ କହିଛି ଫ୍ରେଣ୍ଡସ୍। OTT 2013 ସେକେଣ୍ଡରେ ଆସିଥିଲା, ନୁହେଁ ବୋଲି କହୁଛି ଆପଣଙ୍କର ଅନୁବାଦ। ଅନୁବାଦ। ଜଣେ ଶିକ୍ଷାର୍ଥୀ ଶବ୍ଦ ଲେଖିବାରେ ଏଇ ଯୋଉ ଅନୁବାଦ ଟ୍ରାନ୍ସଲେସନ ମେଥଡ ଏଇଟା ଆପଣଙ୍କର ଇଂଲିଶରେ ଉପଯୁକ୍ତ, କିନ୍ତୁ ମାତୃଭାଷା ଶିକ୍ଷାଦାନରେ ସହାୟକ ନୁହେଁ। ଜଣେ ଶିକ୍ଷାର୍ଥୀ ଶବ୍ଦ ଲେଖିବାରେ ବାରମ୍ବାର ବନାନ ଭୁଲ କରୁଛି। ନିମ୍ନ କେଉଁ ପଦ୍ଧତିଟି ଅବଲମ୍ବନ କଲେ ପିଲାର ବର୍ଣ୍ଣାଶୁଦ୍ଧି କରାଯାଇ ପାରିବ? OTT 2012ରେ ଆସିଥିଲା ଆପଣଙ୍କର। ତ ଶିକ୍ଷକ ବାରମ୍ବାର ଠିକ ଶବ୍ଦଟିକୁ କଳାପଟାରେ ଲେଖିବେ, ପିଲାକୁ ଲେଖିବାର ନିୟମ ବୁଝାଇବେ, ପିଲାକୁ ବାରମ୍ବାର ଲେଖାଇବେ, ଶ୍ରେଣୀର ସମସ୍ତ ପିଲାଙ୍କୁ ଲେଖା ଲେଖି କରିବାର ସୁଯୋଗ ଦେବେ। ତ ଫ୍ରେଣ୍ଡସ୍ ଆପଣଙ୍କର ଶବ୍ଦ ଲେଖିବାରେ ଜଣେ ଶିକ୍ଷାର୍ଥୀ ବାରମ୍ବାର ବନାନ ଭୁଲ କରୁଛି, ତ ତାକୁ କଣ କରିବେ ନା ଶିକ୍ଷକ ବାରମ୍ବାର ଯୋଉଟା ସେ ଭୁଲ କରୁଛି ତାର ଠିକ ଶବ୍ଦଟିକୁ କଳାପଟାରେ ଲେଖିବେ। ତ ଫ୍ରେଣ୍ଡସ୍ ଆମେ ଏଠି MCQ ଗୁଡିକ ଡିସ୍କସନ କରିଦେଲେ ଓଡିଆ ପେଡାଗୋଜିର। ତ ମୁଁ ଯୋଉ ବି MCQ ଗୁଡିକ ଆପଣମାନଙ୍କ ସହିତ ଡିସ୍କସନ କଲି ତାର ଥିଓରି ଲିଙ୍କଟା ଆପଣମାନଙ୍କୁ ମୁଁ କମେଣ୍ଟରେ ପିନ୍ କରିଦେବି ଆଣ୍ଡ ଡେସ୍କ୍ରିପସନ ବକ୍ସରେ ମଧ୍ୟ ଲିଙ୍କ ଦେଇଦେବି। ଆଣ୍ଡ ଫ୍ରେଣ୍ଡସ୍ ମୁଁ ଆଉ ଗୋଟେ କଥା କହୁଛି ଆପଣମାନଙ୍କ ପାଇଁ, ଆପଣମାନେ ଆଜି ଯଦି ଚାହିଁବେ ମତେ କମେଣ୍ଟ କରିବେ, ମୁଁ ଆପଣମାନଙ୍କୁ ଫୁଲ ଓଡିଆ ପେଡାଗୋଜିର ଥିଓରି କ୍ଲାସଟା ଦେଇଦେବି, ଦେଲେ ଆପଣମାନଙ୍କୁ ପଢିବାକୁ ବହୁତ ଇଜି ହବ। ତ ଫ୍ରେଣ୍ଡସ୍ ଯଦି ଆପଣମାନଙ୍କୁ ମୋର ଭିଡିଓ ଗୁଡିକ ଭଲ ଲାଗୁଥାଏ ଏଣ୍ଡ ଆପଣମାନେ ମୋ ଚ୍ୟାନେଲରେ ନୂଆ ଥାନ୍ତି, ଯଦି ସବସ୍କ୍ରାଇବ କରୁଛନ୍ତି, ଆପଣମାନଙ୍କୁ ଯେମିତି ମୋର ସମସ୍ତେ SOTT କ୍ୱାଲିଫାଏ କରିଛନ୍ତି ଠିକ ସେମିତି ଆପଣମାନଙ୍କୁ ମଧ୍ୟ OTT କ୍ୱାଲିଫାଏ କରିବାକୁ ଇଜି ହବ। ଏଣ୍ଡ ଆପଣମାନଙ୍କୁ ଯଦି ଭିଡିଓଟି ଭଲ ଲାଗୁଥାଏ ଲାଇକ୍ ଆଣ୍ଡ କମେଣ୍ଟ କରିବାକୁ ଆଦୌ ବି ଭୁଲିବେ ନାହିଁ। ମନରେ ଆସୁଥିବା ଡାଉଟକୁ ନିଶ୍ଚୟ କମେଣ୍ଟ କରିବେ। ଆଜି ପାଇଁ ଏତିକି। ଟେକ୍ କେୟାର।